ये सब कृष्ण कथा। तो कृष्ण कथा रे दीटा जिनस जाए भगवान कृष्णଙ୍କର ଉପଦେଶ ଏଟା ଭଗବତ ଗୀତା ଆଉ ହେଲା ଭାଗବତम ଯୋଉଟା ଭଗବାନ କୃଷ୍ଣ ଏବଂ ଭକ୍ତ ମାନଙ୍କ ଚରିତ୍ର। ତେଣୁ ଯେତେ ଯେତେ ଆମେ ଆମର ଚେତନାକୁ ଏଇ ସବୁ କଥାରେ କୃଷ୍ଣ କଥାରେ କଣ କରିବା ଭରିବା ସେତେ ସେତେ ଆମେ ଭୌତିକ ଜଗତର ଯୋଉ ଅଛି ଭୟ ଅଛି କିମ୍ବା ଦୁଃଖ ଅଛି ସେଥିରୁ ଆମେ ମୁକ୍ତ ହେଇପାରିବା। ବେଳେ ବେଳେ ଆମେ କୌଣସି ସେସନ ଆମେ ଶ୍ରବଣ କରନ୍ତି କିନ୍ତୁ ଯେ ପର୍ଯ୍ୟନ୍ତ ଆମେ ପ୍ରଥମେ ଆମେ ଶ୍ରବଣ କରିବା, ଶ୍ରବଣ କରିବା ପରେ ତାକୁ ବୁଝିବା କି କଣ କୁହାଯାଉଛି, ତାପରେ ଆମେ ଯେତେବେଳେ ସେବା କରିବା ସେଇ କଥାଟାକୁ ଆମେ ହୃଦୟଙ୍ଗମ କରିବା। ତେଣୁ ଏ କୃଷ୍ଣ ଭକ୍ତି ଏହା ସିଧାସଳଖ ପ୍ରତ୍ୟକ୍ଷ ଭାବରେ ଆମେ ଅନୁଭବ କରିପାରିବା କି ଆମେ ଯଦି ଏଇଟା କରିବା ତାହେଲେ ଏହାର ପରିଣାମଟା ଏହା ହବ ବୋଲି। ଏଇ କୃଷ୍ଣ ଭକ୍ତି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ଶ୍ରୀମତୀ ରାଧାରାଣୀଙ୍କର ବ୍ୟକ୍ତିଗତ ତତ୍ତ୍ୱାବଧାନରେ ହିଁ ସଂଗଠିତ ହୁଏ। ଯେମିତି ଭୌତିକ ଜଗତରେ ମାନେ ଏଇ ଦୁନିଆର ସବୁ କିଛି ମାୟା ଶକ୍ତି ଦ୍ୱାରା ସଂଗଠିତ ହୁଏ, ସେମିତି ଶ୍ରୀମତୀ ରାଧାରାଣୀ ଯେ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ତାଙ୍କର ଆନୁଗତ୍ୟରେ ଭକ୍ତମାନେ ଭକ୍ତି ଯାଚନ କରନ୍ତି। ତେଣୁ ଯେତେବେଳେ କୌଣସି ଜୀବ ବଦ୍ଧ ଜୀବ ସେ ସାଧୁ ସଙ୍ଗ ପ୍ରାପ୍ତ ହୁଏ, ଗୁରୁଙ୍କର ଆନୁଗତ୍ୟକୁ ସ୍ୱୀକାର କରେ, ଭଗବାନଙ୍କ ନିର୍ଦ୍ଦେଶକୁ ପାଳନ କରେ, ସେତେବେଳେ ଧୀରେ ଧୀରେ ସେ ତାର ଚେତନା କୃଷ୍ଣମୟ ହବା ପାଇଁ ଲାଗେ। ସେ ଅଭ୍ୟାସ କରେ, ବାରମ୍ବାର ଅଭ୍ୟାସ କରେ, ମନ ଇତସ୍ଥିତ ଭ୍ରମଣ କରୁଥାଏ, ଅଭ୍ୟାସ କରେ। କିନ୍ତୁ ଯେ ପର୍ଯ୍ୟନ୍ତ ଆମେ ଏଇ ଶୁଦ୍ଧ ଭକ୍ତିର ପଥରେ ଜଣେ ସକ୍ରିୟ ପଥିକ ନ ହେଇଛନ୍ତି ସେ ପର୍ଯ୍ୟନ୍ତ ଆମେ ଆମର ଭକ୍ତି ଏତେ ସ୍ପଷ୍ଟ ହବନି। ଆମେ ଜୀବନରେ ଭକ୍ତି କରିବା ସେ ଭକ୍ତି ଏତେ ଦୃଢ ହବନି। ବହୁତ ଦୃଢ ବ୍ରତା ମାନେ ଭକ୍ତି ଆମର ଦୃଢ ହବା ଦରକାର। କେହି କେହି ବହୁତ ଭଲ ଭକ୍ତ ଥାଆନ୍ତି ଯେ ଭକ୍ତିକୁ ଜୀବନର ଏକମାତ୍ର ଲକ୍ଷ୍ୟ ନେଇକି ଚାଲନ୍ତି। ତେଣୁ ତାଙ୍କ ଜୀବନରେ କେବଳ ସେ ଭଗବାନ କୃଷ୍ଣ ଗୁରୁ ଏବଂ ବୈଷ୍ଣବଙ୍କର ସେବା କରିବା, ହରି ଗୁରୁ ବୈଷ୍ଣବ ଏ ତିନି ଜଣଙ୍କର ସେବା କରିବାର ପ୍ରାଧାନ୍ୟତା ଥାଏ। କିନ୍ତୁ ଆମ ଭଳି ବଦ୍ଧ ଜୀବ ସଂସାରର ବିଭିନ୍ନ ଜଞ୍ଜାଳରେ ସେ ଫସିକି ରହିଛନ୍ତି। ଆମର ମନ କୃଷ୍ଣଙ୍କ ଚେତନାରେ ଏତେ ଲାଗି ପାରୁନି। ଆମେ ବହୁତ ଦିନ ହେଲେଣି ସଂସାରର ଭିତରେ ପଡିକି ଯେହେତୁ ରହିଛନ୍ତି, ଆମେ କିଛି ବେଶୀ ବୁଝି ପାରନ୍ତିନି କି କଣ ହଉଛି। ତେଣୁ ଭଗବାନ ଗୋଟେ ଯୋଜନା ବନେଇଛନ୍ତି ଯୋଉ ଯୋଜନାରେ ଜୀବମାନେ ଉଦ୍ଧାର ହେବେ। କେତେ କେତେ ଅନର୍ଥରେ ଆମେ ଗ୍ରସିତ ହେଇକି ଅଛନ୍ତି, ଭକ୍ତିରେ ଯେତେବେଳେ ଆସନ୍ତି, ବିଶେଷ କରିକି ପ୍ରଭୁପାଦଙ୍କର କଥା ଆମେ ଶ୍ରବଣ କରନ୍ତି ପ୍ରଭୁପାଦଙ୍କ ଠାରୁ, ସେତେବେଳେ ବିଭିନ୍ନ ପ୍ରକାର ଅନର୍ଥ କି ବିଭିନ୍ନ ପ୍ରକାର ଅନର୍ଥ ବିଷୟରେ ଆମକୁ ଜଣା ପଡେ କି ଏଇଟା ମୋ ହୃଦୟରେ ଅଛି, ସେଥିପାଇଁ ମୋର ଭକ୍ତି ହଉନି। ତ ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରଭୁପାଦ ଗୋଟେ ଇଂଲିଶରେ କୁହନ୍ତି, ଇଗ୍ନୋରାନ୍ସ ଇଜ ବ୍ଲିସ୍। ଯୋଉମାନେ ଭାବନ୍ତି ମୁଁ ଯଦି ଅଜ୍ଞାନ ରହିଯିବି ତାହେଲେ ମୁଁ ଏନ୍ଜୟ କରିକି ପଳେଇବି, ଦୁନିଆ ସରିଯିବ। କିନ୍ତୁ ବାସ୍ତବରେ ସେ ଅଜ୍ଞାନତା ଆମକୁ ଆନନ୍ଦ ପ୍ରଦାନ କେବେ କରିବ ନାହିଁ। ତେଣୁ ଆମର ଭକ୍ତି ଜୀବନରେ ସକ୍ରିୟତା, ଆମେ ଯେତେ ଭକ୍ତି କରିବା ପାଇଁ ଯେତେବେଳେ ଆସୁଛେ ଯେତେବେଳେ ସକ୍ରିୟ ହେଇକି ଭକ୍ତି କରିବା ଦରକାର। ନଚେତ୍ ନିଶ୍ଚୟ ଭାବରେ ଏ ସକ୍ରିୟତା ଆମେ ଭଗବାନଙ୍କର ବିଷୟରେ ଆମେ ଶ୍ରବଣ କଲେ ବାରମ୍ବାର ସେଟା ଆସିବ, କିନ୍ତୁ ନିଜର ପ୍ରଚେଷ୍ଟା ସବୁବେଳେ ରହିବା ଦରକାର। ପ୍ରତ୍ୟେକ ଦିନ ଆମେ କଣ ପଢିଲେ, କଣ ଶୁଣିଲେ, କଣ ଜାଣିଲେ ତାକୁ ମନନ କରିବା ଦରକାର, କଣ୍ଟେମ୍ପଲେଟ କରିବା ଦରକାର। ନଚେତ୍ କାହିଁକି ନା ଆଜି ଆମେ ସକାଳେ ଶୁଣୁଥିଲେ
कि भगवानଙ୍କର भक्त माने भगवानଙ୍କ विषୟରେ बहुत कम भगवानଙ୍କର गुण विषୟରେ कम श्रवण करिकी तापरे पूरा समय मनन करुଥାନ୍ତି मद्गुण स्मृति मात्रेण मद्गुण स्मृति मात्रेण भगवानଙ୍କର गुणକୁ ଆମେ ଶ୍ରବଣ କରିବା ସେଇଥିରେ ହିଁ ଜୀବ ସବୁବେଳେ ତଲ୍ଲୀନ ହେଇକି ଥାଏ ତତ୍ଲୀନ ହେଇକି ଥାଏ ତେଣୁ ଯେତେ ଯେତେ ଆମେ ଭଗବାନଙ୍କ ବିଷୟ ଶ୍ରବଣ କରିବା ଯେତେ ଯେତେ ବୁଝିବା ପାଇଁ ଚେଷ୍ଟା କରିବା ଯେତେ ଯେତେ କାହିଁକି ନା ବହୁତ ସମୟରେ ଆମେ ବାହାର ଲୋକଙ୍କ ସାଙ୍ଗରେ କଥା ହୁଅନ୍ତି କି ଭକ୍ତ ମାନଙ୍କ ସାଙ୍ଗରେ କଥା ହୁଅନ୍ତି ଆମେ ସବୁବେଳେ ପ୍ରୟାସ କରିବା ଦରକାର ଦେଖନ୍ତୁ ଆଜି ନୁହଁ କାଲି ଆମକୁ ଭଗବତ ଗୀତା ସୁନ୍ଦର ଭାବରେ ବୁଝିବାକୁ ପଡିବ ଭାଗବତମ ସୁନ୍ଦର ଭାବରେ ବୁଝିବାକୁ ପଡିବ ଏ ଦୁଇଟି ଗ୍ରନ୍ଥ ଆମକୁ ସୁନ୍ଦର ଭାବରେ ବୁଝିବାକୁ ପଡିବ ତ ଯେ ପର୍ଯ୍ୟନ୍ତ ଆମେ ବୁଝିନେ ସେ ପର୍ଯ୍ୟନ୍ତ ଆମ ଭିତରେ କଣ ଥାଏ ତତ୍ଵ ବିଭ୍ରମ ଆମେ ଜାଣିପାରନ୍ତିନି କୋଉଟା ଠିକ କୋଉଟା ଭୁଲ ତେଣୁ ଆମେ ଭୁଲ ଭାଲ ଜିନିଷ ବୁଝନ୍ତି ଭୁଲ ଭାଲ ଜିନିଷ ଆମେ ଗ୍ରହଣ କରନ୍ତି ତ ସେମିତିପାଇଁ ଆମ ଭଗବତ ଗୀତା ଭାଗବତମ ବୁଝିବାକୁ ପଡିବ ଭଗବତ ଗୀତା କୌଣସି ଏଥିରେ ବେଶୀ ଷ୍ଟୋରି ନାହିଁ ଏଥିରେ ଫିଲୋସଫି ଅଛି ଦର୍ଶନ ଅଛି ଭଗବାନ ଜଣେ କୃଷ୍ଣ ଚିତନଶୀଳ ଜୀବନ କେମିତି ବ୍ୟତୀତ କରିବ ଅର୍ଜୁନଙ୍କ ମାଧ୍ୟମରେ ସଂସାରକୁ ଭଗବାନ ଶିଖଉଛନ୍ତି ତେଣୁ ଆମେ ଶିଖିବା ଦରକାର କି ଆମେ ନ ଶିଖିକି ଜୀବନରେ ଗତିମାନ ହଉଛି ଆମର ଜୀବନ ଆମେ ଶିଖିନେ କିନ୍ତୁ ଜୀବନ ଆମର ଗତିମାନ ହଉଛି ତା ଦ୍ଵାରା ସମସ୍ୟା ଆସୁଛି ଏ ଗତି କେତେବେଳେ ଅନ୍ତିମ ସ୍ଥିତିରେ ପହଞ୍ଚିଯିବ ମୃତ୍ୟୁ ଉପନୀତ ହେଇଯିବ ସେତେବେଳେ ଆମେ ଆଉ କିଛି ସୁଯୋଗ ଆଉ ଯାହା ସୁଯୋଗ ଥିଲା ଆମେ ହାତ ଛଡା କରିଦେଲେ ତେଣୁ ଧୀରେ 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 ଆମେ ଭଗବତ ଗୀତାର ଶିକ୍ଷାକୁ ବୁଝିବାକୁ ପଡିବ ତାକୁ ହୃଦୟଙ୍ଗମ କରିବାକୁ ପଡିବ ତଦ୍ ଅନୁରୂପ କାର୍ଯ୍ୟ ସେବା କରିବାକୁ ପଡିବ ତେଣୁ ସେଥିପାଇଁ ସମସ୍ତଙ୍କୁ ଆମକୁ ପ୍ରୋତ୍ସାହିତ ହବା ଦରକାର ଆମେ ପ୍ରତ୍ୟେକ ଦିନ ଆମେ କିଛି ନା କିଛି ଆମେ କୌଣସି ଭକ୍ତଙ୍କ ସାଙ୍ଗରେ ହଉ କଥା ଯେତେବେଳେ ହଉଛନ୍ତି କାହିଁକି ଗୋଟେ ଦିଟା ଜିନିଷ କହିବି ଏ ଭୌତିକ ଦୁନିଆରେ ବେଶୀ କିଛି କଥା ନାହିଁ ଏ ଭୌତିକ ଦୁନିଆ ବିଷୟରେ ବେଶୀ କିଛି କଥା ନାହିଁ ପରମ ପୂଜ୍ୟ ଆମର ଶିଳ ପ୍ରଭୁପାଦଙ୍କର ଗୁରୁଦେବ ଗୋଟିଏ ମ୍ୟାଗାଜିନ ଛପଉଥିଲେ ଯୋଉ ମ୍ୟାଗାଜିନ ବୋଧେ 14 ଦିନରେ ଥରେ ଛପୁଥିଲା ତ ଜଣେ ବ୍ୟକ୍ତି କହିଲେ କି ଆପଣ ଏତେ ଟପିକ କୋଉଠୁ ଆଣିଛନ୍ତି ତ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ କି ଆଧ୍ୟାତ୍ମିକ ଜଗତ ରେ ଏତେ ସବୁ ଆଧ୍ୟାତ୍ମିକ ବାର୍ତ୍ତା ଅଛି ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ ଗୋଟେ ଗୋଟେ ମ୍ୟାଗାଜିନ ବାହାରି ପାରିବ ତେଣୁ ଆମେ ଯେତେବେଳେ କାହା ସାଙ୍ଗରେ କଥା ହଉଛନ୍ତି ଆମେ ପ୍ରାୟ ଭୌତିକ ଜଗତରେ ବିଷୟରେ ସାଧାରଣତଃ ଆମେ କଥା ହୁଅନ୍ତି ତେଣୁ ସେଇ ସବୁ ଜିନିଷକୁ ଆମେ ପରିବର୍ତ୍ତନ କରିପାରିବା ଆମେ କଣ ବୁଝିଲେ କଣ ପଢିଥିଲେ କଣ ଶୁଣିଥିଲେ ଯଦି ସାମ୍ନା ବାଲା ଲୋକକୁ ଆମେ କହିବା କାହିଁକି ନା ଆହାର ନିଦ୍ରା ଭୟ ମୈଥୁନ ଭିନ୍ନ ଭିନ୍ନ ଶୈଳୀରେ ଆମେ ଆମର ଜୀବନ ଚର୍ଯ୍ୟାରେ ଆପଣେଇ ନେଇଛନ୍ତି କିନ୍ତୁ ଯେତେବେଳେ କୃଷ୍ଣଙ୍କୁ ଆମେ ଆପଣେଇବା ତ ଆମକୁ କୃଷ୍ଣ ସବୁବେଳେ ଆମେ କୃଷ୍ଣଙ୍କ ବିଷୟରେ ହିଁ କହିବା ଶୁଣିବା ଏଇଟା ଆମକୁ ଭଲ ଲାଗିବା ଦରକାର ଆମେ ଗୋଟେ ଘଣ୍ଟା କାହା ସାଙ୍ଗରେ କଥା ହେଇଯାଇଥିବା ହୋଲ ସପ୍ତାହର ହୋଲ ଦିନର କଥା ହଉଥିବା ତେଣୁ ସରି ହଁ କଥା ହଉଥିବା ତେଣୁ ଆମେ ତା ଭିତରେ କଣ ଥିବ କେବଳ ଆମେ କେମିତି ବଞ୍ଚିଲେ ଆମେ କେବଳ ଏଇ ଜନ୍ମ ବଞ୍ଚିନେ ଆମେ କୋଟି କୋଟି ଜନ୍ମ ହେଲାଣି ବଞ୍ଚି ଆସିଛେ ଏଟା କିନ୍ତୁ ବଡ କଥା ନୁହେଁ ତେଣୁ ଭୌତିକ ଜୀବନରେ ଏତେ ବହୁତ ବଡ ବଡ କିଛି ଜିନିଷ ନାହିଁ ହେଲେ ଆମେ ମନକୁ ବୁଝେଇବା ଦରକାର ଆମେ ଭାବୁଥିବା ଆମ କଥା କେହି ଶୁଣନ୍ତୁ କି ଆମ ସାଙ୍ଗରେ ଆଦାନ ପ୍ରଦାନ କରନ୍ତୁ ଆମକୁ ଧ୍ୟାନ ଦିଅନ୍ତୁ ଆମକୁ ଲାଗେ ଏମିତି କେହି ଯଦି ଆମକୁ ଏମିତି ଏଇଟା ଏଇଟା ହେଲା ଏ ଭୌତିକ ଜଗତ ଏଇ ପୃଥିବୀରେ ସ୍ୱର୍ଗ ସୁଖ ହେଲା ଏଇଟା ଆମ କଥା ଲୋକ ଟିକେ ଶୁଣନ୍ତୁ ଆମ ପ୍ରତି ସମବେଦନା ପ୍ରକାଶ କରନ୍ତୁ ଆମର ସ୍ଥିତିକୁ ଅନ୍ୟମାନେ ବୁଝନ୍ତୁ ତ ଏଇଭଳି ଜିନିଷ ଆମର ପାଖରେ ଅଛି ତେଣୁ ଆମେ ତାକୁ ପରିବର୍ତ୍ତନ କରିବା ଆମେ ଯେତେ କୃଷ୍ଣଙ୍କର ବାର୍ତ୍ତା ହୃଦୟରେ ଧାରଣ କରିବା ସେତେ ସେତେ ଆମର ସମୃଦ୍ଧି ଆସିବ ଜୀବର ଗୌରବ ଜୀବ ଯେତେବେଳେ କୃଷ୍ଣଙ୍କର ନିତ୍ୟ ସେବକ ହବ ତେଣୁ ସେବକର ମନୋଭାବକୁ ଆମେ କେତେ ପ୍ରୟାସ କରିବା ଦରକାର ଆମେ କାହିଁକି କାହିଁକିନା ବହୁ ଜନ୍ମ ହେଲାଣି ଆମେ ଗୋଟିଏ ଦୁଇଟି ସେ ଚାରିଟି କାମରେ ବ୍ୟସ୍ତ ରହିଛେ ଆହାର ନିଦ୍ରା ଭୟ ମୈଥୁନ କେତେ ଜନ୍ମ ବହୁ ଜନ୍ମ ହେଲାଣି
ତେଣୁ ଯଦି ଏତେ ଜନ୍ମ ହେଲାଣି ଆମେ ଏଇ 4ଟି କାର୍ଯ୍ୟ କରିଛେ, ଆମକୁ ସନ୍ତୋଷ ପ୍ରାପ୍ତି ହେଇଛି କି? ହେଇନି। ଆମକୁ ପୁଣି ଲାଗୁଛି, ପୁଣି ଆମ ଭିତରେ ଅପୂର୍ଣ୍ଣତା ଅଛି। ଆମକୁ କେତେବେଳେ ଚିଡଚିଡ ଲାଗୁଛି, କେତେବେଳେ ସବୁ କିଛି ଅନିୟନ୍ତ୍ରିତ ଲାଗୁଛି, କେତେବେଳେ ଆମକୁ ହତାଶ ଲାଗୁଛି। ତେଣୁ ପ୍ରଭୁପାଦ କୁହନ୍ତି, ଆମେ ଏତେ ଜନ୍ମ ମାୟାକୁ ଦେଲେ, ଗୋଟିଏ ଜନ୍ମ ପୂର୍ଣ୍ଣ ରୂପେ କୃଷ୍ଣଙ୍କୁ କାହିଁକି ନ ଦେବା? ତ ଆମେ ପ୍ରୟାସ ନିଜ ଠାରୁ ହିଁ କରିବା ଦରକାର। ଆମେ ଯେତେବେଳେ କାହା ସହିତ କଥା ହଉଛନ୍ତି, ଗୋଟେ ଦିନ ଆମେ ଡିସାଇଡ କରିବା ଦରକାର କି ମୁଁ ଆଜି କେବଳ କୃଷ୍ଣ କଥା ହେବି ହେଲା। ତ କେବଳ ଶୁଣିବି କିମ୍ବା ପଢିବି। କାରଣ ଖାଇଲି କେମିତି, ପିଇଲି କେମିତି, ଶୋଇଲି କେମିତି, ଏସବୁ ଜିନିଷ ସାଧାରଣ ଜିନିଷ, ଭୌତିକ ଜଗତର ଜିନିଷ କୌଣସି ମହତ୍ଵ ନାହିଁ। ତେଣୁ ଭୌତିକ ଜଗତରେ ବି କିଛି ଲୁଚେଇବା ପାଇଁ ନଥାଏ। ଆମେ କାନ ପାଖରେ ଫୁସଫୁସ ହୁଅନ୍ତି, ଏଇଟା ସେଟା ସେଟା ସେଟା, ୟା ବିଷୟରେ ତା ବିଷୟରେ, ବେଶୀ କିଛି ନାହିଁ। ତେଣୁ ସେଥିପାଇଁ ଆମ ପାଖରେ ଟପିକ ଅଛି, କୃଷ୍ଣ କଥାର ଟପିକ। ଆମେ କିଛି ପ୍ରଭୁପାଦଙ୍କର ବୁକ୍ସ ରୁ ପଢିପାରିବା, କିମ୍ବା କିଛି ଶୁଣିଛେ ତାକୁ ଆମେ ପ୍ରସ୍ତୁତ କରିବା ହେଲା, କି ଆହୁରି ଆହୁରି ବୁଝିବା ପାଇଁ ଚେଷ୍ଟା କରିବା। ତାହେଲେ କଣ ହବ? ତ ଧୀରେ 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 ଆମେ ଆମକୁ ଭଲ ଲାଗିବ। ଏଇଟା ହିଁ ତାର ସଂକେତ କି ଆମେ କୃଷ୍ଣ ଭାବନାମୃତ ହଉଛେ ବୋଲି। ଆଉ ଯେ ପର୍ଯ୍ୟନ୍ତ ଆମେ କୃଷ୍ଣ କଥା ଶ୍ରବଣ କରିନେ, ସେ ପର୍ଯ୍ୟନ୍ତ ଆମେ କଥା ଶ୍ରବଣ ମାନେ ଆମେ କ୍ଲାସରେ ହଉ କିମ୍ବା ପ୍ରଭୁପାଦଙ୍କର ବୁକ୍ସ ହଉ, କେତେବେଳେ ଆମେ ଶ୍ରବଣ ଯେପର୍ଯ୍ୟନ୍ତ କରିନେ, ସେ ପର୍ଯ୍ୟନ୍ତ ଆମ ଯାହାବି କିଛି କହୁଛେ ସେ ସବୁ ଗ୍ରାମ୍ୟ କଥା, ଭୌତିକ ଜଗତର କଥା। ତେଣୁ ଏହା କେତେ ଗୁରୁତ୍ୱ ନୁହଁ। ତେଣୁ ପ୍ରଭୁପାଦ କହୁଛନ୍ତି, ଡୋଣ୍ଟ ଟେକ୍ ଦିସ୍ ମେଟେରିଆଲ ୱାର୍ଲଡ ସୋ ସିରିୟସ। ଏତେ ସିରିୟସ ହେଇକି କୌଣସି ଭୌତିକ ଜୀବନର ଲକ୍ଷ୍ୟ ନେଇକି ଆମକୁ ବଞ୍ଚିବାର ନାହିଁ। ଯଦି ଆମେ ଏମିତି ବଞ୍ଚୁଛେ, ତାହେଲେ ଆମେ ଠକିଯିବା ପୁଣି। ତେଣୁ ଏ କୃଷ୍ଣ ଭାବନାମୃତ ପ୍ରଭୁପାଦ, ଯାହା ଆମର ଗୁରୁ ଆଚାର୍ଯ୍ୟଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀମତୀ ରାଧାରାଣୀଙ୍କର ଆନୁଗତ୍ୟରେ ସଂଗଠିତ ହଉଛି, ତାର ଫାଇଦା ନବାର ଅଛି। ଫାଇଦା ମାନେ ଆମକୁ ଏଇ ଜନ୍ମରେ ଭଗବାନଙ୍କ ଧାମ ପାଖକୁ ପହଞ୍ଚିବାର ଅଛି, ଭଗବାନଙ୍କ ଧାମରେ। ତେଣୁ ତା ପାଇଁ ସଯତ୍ନ ପ୍ରୟତ୍ନ କରିବାର ଅଛି, କି ନିଶ୍ଚୟ ଭାବରେ ମତେ ଭଗବାନଙ୍କ ଧାମ ପହଞ୍ଚିବାର ଅଛି। ଯଦି କୌଣସି କାରଣବଶତଃ ଆମେ ଭଗବାନଙ୍କ ଧାମରେ ଉପସ୍ଥିତ ନ ହେଇପାରିଲେ, ମୃତ୍ୟୁ ଅନ୍ତେ ଅନ୍ତେ ନାରାୟଣ ସ୍ମୃତି ଠିକ ମନୋଭାବରେ ନ ହେଇପାରିଲା, ତ ପୁରା ପ୍ରୟାସ ଶ୍ରମ ଏବ ହିଁ କେବଳମ୍, ତ ପୁରା ପ୍ରୟାସ ପୂର୍ଣ୍ଣତା ପ୍ରାପ୍ତ ହେଇପାରିବନି। ତେଣୁ ଆମେ ପ୍ରୟାସ କରିକି ଭଗବାନଙ୍କ ଧାମରେ ପହଞ୍ଚିବାର ଅଛି। ଏ ଜଗତରେ ଯେତେ ସବୁ କହିଲି ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏ ପାଠ ପଢିବା, ଚାକିରି କରିବା, ନାଚ ଗୀତ, ଖାଇବା ପିଇବା, ରହିବା, ଖେଳିବା, ଏସବୁ ଜିନିଷ ସବୁ ଜନ୍ମରେ ଆମକୁ ମିଳିପାରିବ। କୃଷ୍ଣ ଭକ୍ତି କେବଳ ଶିଲ ପ୍ରଭୁପାଦଙ୍କର ଆନୁଗତ୍ୟରେ ଆମକୁ ପ୍ରାପ୍ତ ହବ। ଯାହା ଆମକୁ ପ୍ରାପ୍ତ ହଉଛି, ତାକୁ ଆମେ ସୁରକ୍ଷିତ ରୂପରେ ସଂଗ୍ରହ କରିବା ଦରକାର। ସମସ୍ତଙ୍କୁ ବିଶେଷ ଅନୁରୋଧ, ସମସ୍ତେ ଏଇ ଜିନିଷ ପ୍ରତି ଯତ୍ନ କରନ୍ତୁ। ନହେଲେ କଣ ହବ, ଆମକୁ ଲାଗିବ କି ଆମେ କାହିଁକି କାହା କଥା ଶୁଣିବୁ, କିମ୍ବା ଆମେ କାହିଁକି ଭକ୍ତି ଏବେ ନ କରିକି ପରେ ବି ତ କରିହବ। ବିଭିନ୍ନ ପ୍ରକାର ଭୁଲ ଅବଧାରଣା ଆମେ କରନ୍ତି। ତେଣୁ ଯେ ପର୍ଯ୍ୟନ୍ତ ପ୍ରଭୁପାଦଙ୍କର, ବହୁତ ସମୟରେ ମୁଁ କହେ ପ୍ରଭୁପାଦଙ୍କର ପୁସ୍ତକ କେବଳ ପଢିବା ଦରକାର, ଯୋଉଥିରେ ପ୍ରଭୁପାଦ ଆମକୁ ଟିକେ ଅନୁଭବ କରାନ୍ତି କି ଆମକୁ ଭକ୍ତି କରିବାର ଅଛି, ଟିକେ ସିରିୟସ କରାନ୍ତି। ଅଲଗା କୌଣସି ସମ୍ପ୍ରଦାୟ, ଅଲଗା କୌଣସି କୁଆଡେ ଇଆଡେ ସିଆଡେ ନ ହେଇକି ପ୍ରଭୁପାଦଙ୍କ ଗ୍ରନ୍ଥ ଯଦି ଆମେ ପଢିବା, ତାହେଲେ ଏଇ ଭକ୍ତି ଜୀବନରେ କେତେ ଗୁରୁତ୍ୱ ଅଛି, ମଣିଷ ଜୀବନରେ ଭକ୍ତି କରିବାର ଗୁରୁତ୍ୱ, ତା ସାଙ୍ଗରେ ଏମର୍ଜେନ୍ସି କେତେ ଅଛି ଆମେ ଅନୁଭବ କରିପାରିବା। ପ୍ରଭୁପାଦ ଶରୀର ଚେତନା ସହିତ କୌଣସି କମ୍ପ୍ରମାଇଜ କରିନାହାନ୍ତି। ପ୍ରଭୁପାଦ କରେକ୍ଟଲି କହୁଛନ୍ତି କି ଶରୀର ସମ୍ବନ୍ଧୀୟ ଯେ କୌଣସି ଜିନିଷ ଅଛି, ସେ ସବୁ ଜମାର ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାର ଗୁରୁତ୍ୱ ହିଁ ନାହିଁ। ତେଣୁ ଏ ମଣିଷ ଜୀବନରେ ଭକ୍ତିର ପ୍ରାଧାନ୍ୟତା ଆମ ଜୀବନରେ ଠିକ ଠିକ ଭାବରେ ଆମେ ଜାଣିପାରୁଥିବା ଦରକାର। କାହିଁକି ମଣିଷ ମାନଙ୍କୁ ପାଇଛି, ଆଉ ତା ଭିତରେ ଭକ୍ତି ଏତେ ଦୁର୍ଲଭ, ମୁଁ ଭକ୍ତି ମାର୍ଗରେ ଅଛି, କିନ୍ତୁ ମୁଁ ଭକ୍ତି ମାର୍ଗରେ ଠିକ ସେ ବଞ୍ଚି ପାରୁଛି ତ? ତେଣୁ ଧୀରେ ଧୀରେ ବୁଝିବା ଦରକାର। ତ ପ୍ରଥମ ପର୍ଯ୍ୟାୟରେ ଆମେ ଭଗବତ ଗୀତାକୁ ଜାଣିବା ଦରକାର, କଣ ଅଛି ଭଗବାନଙ୍କର ସନ୍ଦେଶ ଆମ ମାନଙ୍କ ପାଇଁ କଣ। ଆମକୁ ଭଗବାନ କହୁଛନ୍ତି, ଭଗବାନ ଯେତେବେଳେ ନଥାନ୍ତି ପ୍ରକଟ ରୂପରେ, ଯେତେବେଳେ ଶାସ୍ତ୍ର ମାଧ୍ୟମରେ ଭଗବାନ ଆମକୁ ସନ୍ଦେଶ ପ୍ରଦାନ କରନ୍ତି। ତେଣୁ ଶାସ୍ତ୍ରକୁ ବୁଝିବା ବହୁତ ବଡ କଷ୍ଟ ନୁହଁ ପ୍ରଭୁପାଦଙ୍କ କୃପାରୁ। ତେଣୁ ଆମେ ଧୀରେ ଧୀରେ ନିଜେ ତାକୁ ଜାଣିବା ଦରକାର, ମନେ ରଖିବା ଦରକାର। ଗୋଟେ ଜିନିଷ ପ୍ରୟାସ କରିବା ଦରକାର, ମୁଁ ଆଜି ଭଗବାନଙ୍କ କଥାରୁ ଏତିକି ସଂଗ୍ରହ କଲି।
प्रत्येक दिन एमती आम हृदयंगम करवा भगवान कथा को मन रखा सेटा को चेतना माइंड रे आम एटा बुलुथिबो ताले धीरे 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 आम कृष्ण तृष्ण हो पार बहुत बहुत कथा ना यदि आम आध्यात्मिक जगत भी देखा ये बहुत भेराइटी अच्छे कि सरल जिन आम कृष्ण नित्य सेवक सेवार अभ्यास आउ शुद्ध रूप में आम ये करवा दरकार ओके 6:30 ହେଇଗଲା ठीक अच्छे आज बेस पढ़ानी मुझे थे रिवाइज कर दूची 5 नंबर अध्याय 6 नंबर अध्याय किसी श्लोक पढ़ा ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय हरे कृष्ण तो टिके टिके ध्यान देके शुण जो न बुझी पार मत कह तेणु कर्मयोग भगवद गीतार 18टा अध्याय अच्छी तो प्रथम अध्याय अर्जुन विषादित हेले अर्जुन मन दुख है युद्ध करी ना विभिन्न कारण देले द्वितीय अध्याय भगवान बुझेले से गुरु कृष्ण को गुरु रूप में समर्पित है आउ भगवान आत्मा विषय कहले शरीर आत्मचेतना विषय कहले तो विभिन्न प्रकार योग विषय वर्णना कराला तो तृतीय अध्याय आरंभ रे अर्जुन को भगवान कहते कि मु कर्म को त्याग करी ना घोर कर्म रे निजको नियोजित करी घोर कर्म कौन युद्ध युद्ध करी युद्ध माने घोर कर्म तेणु ये युद्ध रे निजको नियोजित करी ना मु कौन सी कर्म को त्याग करी कारण से भाया क्वेश्चन 5 नंबर अध्याय आरंभ रे पचरा है तो तृतीय जो 3rd चैप्टर अच्छी तार शीर्षक है कर्मयोग 5 नंबर अध्याय भी कर्मयोग कि केवल ये लिखा है कृष्ण चेतना रे कर्म करवा कहीं दीटा जो अध्याय अच्छी से दीटा माने जो प्रश्न पचरा है प्राय समान तृतीय नंबर अध्याय प्रश्न पचरा है जहाँ बहीटा ना ओके 5 नंबर अध्याय आरंभ भी सेम प्रश्न पचरा है तेणु अर्जुन कहीं पचरा है कहीं 2 नंबर अध्याय पर अर्जुन जो मन प्रश्न आसला फास्ट क्वेश्चन कले कि मु घोर कर्म नियोजित हेबी ना कर्म को त्याग करी किंतु भगवान 3 नंबर अध्याय कहले 4 नंबर अध्याय कहले से अर्जुन आहरी भल से पचारे कहीं अंडरस्टांडिंग पलि आसला कि यहाँ ये कर्म से कर्म तो अच्छे आहरी क्लीयरली पचारे तेणु आम जो एंट्री करवा आमको लगुवा यहाँ गोटे कौन बड़ जिन कि प्रवेश करवा भक्तिटा मैंने ये बुझार अच्छी से बुझार अच्छी धीरे धीरे आम मन में विभिन्न प्रकार प्रश्न आसो कि जो किसी दिन आम भगवान भगवान विषय श्रवण करवा तो धीरे 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 आम आम भितर भक्ति कर प्रोत्साहन आसो आम सूक्ष्म सूक्ष्म जिन पचार चेष्टा करवा देख 3 नंबर अध्याय आरंभ रे भगवान कौन कह अर्जुन कौन कहले कि घोर कर्म अर्थात युद्ध हरिया करी ना युद्ध छाड़ी मु सन्यास ग्रहण करी किंतु 5 नंबर अध्याय कौन कहते कि कोटा भल ना कर्म सन्यास भल ना कर्म जोग भल 3 नंबर अध्याय से कहना कौन सी जोग बोली कहना भगवत गीता अच्छी देखियो श्लोक लिखा है ओके तो 3 नंबर अध्याय देखिए समझते ये जोग बोली कहनी घोर कर्म नियोज्य कहुची तेणु 5 नंबर अध्याय बेलू से जानी जाते यहाँ जोग बोली तेणु से क्लीयरली पचारे कि मु कर्म संन्यास अर्थात कर्म को त्याग करदेवी ना कर्म जोगरे नियोजित है तेणु 3rd रे तृतीय नंबर अध्याय से कर्म जोग बोली कहना तेणु यही कर्मयोग कृष्ण तापर कहे कि जो कर्मयोग अच्छी 5 नंबर अध्याय ये जो कर्मयोग अच्छी आ कर्म सन्यास अच्छी दी जनकर लक्ष्य सामान जमती गोटे गछर मूलटे खोजा आउ गछर मूल पानी दवा मूल कहीं खोजती पानी दवाई खोजती गछटा बढ़ी पार सेमती आम
ଏଇ ଆତ୍ମା କଣ, ଶରୀର କଣ, ଜଡ ଚେତନା ବିଷୟ, ଜଡ ଅଚେତନା ବିଷୟରେ ଯୋଉ ଜ୍ଞାନ ପାଇବା, ତ ଜ୍ଞାନ କାହିଁକି ପାଆନ୍ତି ନା ପରମାତ୍ମାଙ୍କର ସେବା କରିବା ପାଇଁ। ତେଣୁ ଦିଟାର ଲକ୍ଷ୍ୟ ସମାନ। କିନ୍ତୁ ଅର୍ଜୁନଙ୍କୁ କହୁଛନ୍ତି କଣ, ତୁମେ ଯେହେତୁ ବର୍ଣ୍ଣ ଆଶ୍ରମ ଭିତରେ ଅଛ, ଆଉ ତୁମ ପାଇଁ କୃଷ୍ଣ ଚେତନା, ତୁମ ପାଇଁ କର୍ମ ଜଗତ ଟା ବହୁତ ପ୍ରାକ୍ଟିକାଲ। ନା କର୍ମ ସନ୍ନ୍ୟାସ ଅପେକ୍ଷା, ମାନେ କର୍ମକୁ ତ୍ୟାଗ କରିବା ଅପେକ୍ଷା କର୍ମକୁ କରିବାଟା ହିଁ ବହୁତ ପ୍ରାକ୍ଟିକାଲ। କାହିଁକି ନା ଏକ ତ ଉଦାହରଣ ପ୍ରସ୍ତୁତ କରୁଛନ୍ତି ଭଗବାନ ଅର୍ଜୁନଙ୍କ ମାଧ୍ୟମରେ, କି ଆମର ହୃଦୟ ଯେପର୍ଯ୍ୟନ୍ତ ଆମେ ଶୁଦ୍ଧ ହେଇନି, ସେ ପର୍ଯ୍ୟନ୍ତ ଆମେ କର୍ମକୁ ତ୍ୟାଗ କରିପାରିବା ନାହିଁ। ଯେପର୍ଯ୍ୟନ୍ତ ଆମର ହୃଦୟ ଶୁଦ୍ଧ ହେଇନି, ସେ ପର୍ଯ୍ୟନ୍ତ ଆମେ କର୍ମକୁ ତ୍ୟାଗ କରିପାରିବା ନାହିଁ। ତେଣୁ ଯେପର୍ଯ୍ୟନ୍ତ ଆମ ଭିତରେ ସଠିକ ଜ୍ଞାନ ଆସିନି, ଆମ ଶୁଦ୍ଧ ହେଇନି, ଆଉ ଏ କର୍ମ ସନ୍ନ୍ୟାସ ଆମେ ଗ୍ରହଣ କରିପାରିବା ନାହିଁ। ନା କର୍ମ ସନ୍ନ୍ୟାସ ମାନେ କଣ, ନା ବହୁତ ଲୋକ କଣ କରନ୍ତି, ଏ ଜଗତରେ ତାଙ୍କର କାମଟା କରନ୍ତିନି, ତାଙ୍କର ଯୋଉ ପ୍ରେସ୍କ୍ରାଇବ୍ଡ ଡ୍ୟୁଟି ଅଛି ତାକୁ କରନ୍ତିନି, ଦାୟିତ୍ୱହୀନ ହେଇକି କରନ୍ତି କେତେବେଳେ, ଆଉ ଚିଟ ଚିଟ ଲାଗେ, ସବୁ ଘର ଦ୍ୱାରା ଛାଡି ଛୁଡି ଦେଇକି ସେମାନେ ପଳାନ୍ତି, କଣ ମୁଁ ଯାଇକି ବାବାଜୀ ହେବି। ତ ଭଗବାନ ସେଇ କଥାକୁ ଭଗବାନ ତିରସ୍କାର କରୁଛନ୍ତି। କାରଣ ଜୀବର ସ୍ୱତଃ ସ୍ଥିତି ହେଲା ସେ କର୍ମ କରିବ, କର୍ମକୁ ତ୍ୟାଗ କରିକି ଗୋଟେ ମୁହୂର୍ତ୍ତ ରହିପାରିବନି। ତେଣୁ ଭଗବାନ ଏଇ ସବୁ ମିଥ୍ୟାଚାର, ୟାକୁ ଦୂର କରିବା ପାଇଁ ଭଗବାନ କଣ କହୁଛନ୍ତି, କର୍ମ କରିବାକୁ ପଡିବ। କାହିଁକି, ଯେତେବେଳେ ଆମର ସ୍ୱାଭାବିକ କ୍ରିୟା ଆମେ କର୍ମ କରିବା, ସେତେବେଳେ କର୍ମ ଯୋଗ ହିଁ ଆମ ପାଇଁ ଠିକ। ତ କର୍ମଯୋଗ ମାନେ କଣ, କର୍ମଯୋଗ ମାନେ ନର୍ମାଲ କର୍ମଯୋଗ, କୌଣସି ଶାସ୍ତ୍ରରେ ବିହିତ କର୍ମକୁ କରିବା କର୍ମଯୋଗ। କିନ୍ତୁ ଭଗବାନ ଯେତେବେଳେ ପ୍ରଭୁପାଦ ଯେତେବେଳେ ଆମର ଏଇ ପଞ୍ଚମ ଅଧ୍ୟାୟ ଆଡକୁ ଆସିଛନ୍ତି, ସେତେବେଳେ ସେ କର୍ମଯୋଗ ଟା କେମିତି ହେଇଯାଏ ନା ନିଷ୍କାମ କର୍ମଯୋଗ। ନିଷ୍କାମ କର୍ମଯୋଗ ଅର୍ଥାତ ଶାସ୍ତ୍ରରେ ଅନୁମୋଦିତ କର୍ମ କରିବା, କିନ୍ତୁ ତାର ପରିଣାମ ଉପରେ ଆମର ଆଶା ନଥିବ। ତା ସହିତ ପ୍ରଭୁପାଦ କଣ କୁହନ୍ତି, କେବଳ ନିଷ୍କାମ କର୍ମ ଯୋଗ ନୁହଁ, ତା ସାଙ୍ଗରେ ଭଗବାନଙ୍କୁ ଆମେ କନେକ୍ଟ କରିବା, ନିଷ୍କାମ କର୍ମ ଯୋଗ। ତେଣୁ ଗୋଟେ ଦୃଷ୍ଟିକୋଣରୁ ଏଇ ଯୋଉ କର୍ମ ସନ୍ନ୍ୟାସ ଅଛି, ମାନେ ତ୍ୟାଗ କରିବା, କେତେବେଳେ ଗୋଟେ ଲୋକ ଛାଡିକି ଯାଇପାରିବ ସବୁ କିଛି, ଯେତେବେଳେ ତାର କୌଣସି ଭୌତିକ ଇଚ୍ଛା ତାକୁ ଟର୍ଚର କରୁନଥିବ। ନହେଲେ କଣ ହବ, ଧର ମୁଁ ମୁଁ ଘର ସଂସାର କରିଛି, ମୁଁ ଏବେ ମୋର ମୋର ଗୋଟେ ଖରାପ ଅଭ୍ୟାସ ଅଛି, ମୁଁ ମଦ ପିଉଛି। ତ ମୁଁ ମୋର ଇଚ୍ଛା ହେଲା କି ଘର ମୋ ସଂସାର ଭଲ ଲାଗୁନି, ମୁଁ ସ୍ୱତନ୍ତ୍ର ହେଇକି ରହିବି, ମୁଁ ଘର ଛାଡିଦେଲି ହେଲା, ବାହାର ଲୋକଙ୍କୁ ଦେଖିବା ପାଇଁ ମୁଁ ମଦ ପିଉନି, କିନ୍ତୁ ମନରେ ମୋର ଇଚ୍ଛା ଅଛି ଟିକେ ମଦ ପିଇବି। ତାହେଲେ ମୁଁ କଣ କରିବି ନା, ମଦ ପିଇବା ପାଇଁ ଯାହା ଆବଶ୍ୟକ ଧନ ସମ୍ପତ୍ତି ମୁଁ ତ ମୋ ପାଖରେ ନାହିଁ, ମୁଁ କଣ କରିବି, ଟିକେ ଚୋରିଟେ କରିବି, କି କାହାକୁ କହିବି ଗୋଟେ ମଦ ଆଣିକି ଦେବା ପାଇଁ। ତେଣୁ ଯୋଉ ଜିନିଷ ଶାସ୍ତ୍ରରେ ଅନୁମୋଦିତ ହେଇନାହିଁ, ଯଦି ଆମର ଭୌତିକ ଇଚ୍ଛା ଥିବ, ତାହେଲେ ଆମେ ସନ୍ନ୍ୟାସ ଗ୍ରହଣ କଲେ ପରେ ମଧ୍ୟ କଣ କରିବା, ତାକୁ ପୁଣି ଆମ ଭିତରେ ସେଇଭଳି ଭାବ ଆସିବ, ଆମେ ତାକୁ ଗ୍ରହଣ କରିବା ପାଇଁ ଆମେ ପ୍ରଚେଷ୍ଟା କରିବା। ପ୍ରଭୁପାଦ କହୁଛନ୍ତି ଏଟା ମିଥ୍ୟାଚାର ସେ ଉଚ୍ୟତେ। ତେଣୁ ସେଥିପାଇଁ ଯେ ପର୍ଯ୍ୟନ୍ତ ଆମ ହୃଦୟରେ କୌଣସି ପ୍ରକାରର ଭୌତିକ ବାସନାରୁ ଆମେ ମୁକ୍ତ ହେଇନି, ସେଇ ଯୋଗ୍ୟତା ଆମେ ପ୍ରାପ୍ତ ହେଇନି, ସେ ପର୍ଯ୍ୟନ୍ତ ଆମେ ତ୍ୟାଗ କରିପାରିବା ନାହିଁ। ତେଣୁ ଆମ ହୃଦୟ ପୂର୍ଣ୍ଣ ରୂପେ ନିର୍ମଳ ହେଲା ପରେ ହିଁ ଆମେ କର୍ମକୁ ତ୍ୟାଗ କରିବା। ବୁଝିଲା, ଭଗବାନ କୌଣସି ଜାଗାରେ କହୁନାହାନ୍ତି ସନ୍ନ୍ୟାସ ଗ୍ରହଣ କରିବା ପାଇଁ, କେତେବେଳେ ଏଇଟା ମୁଁ କହିବି। ତେଣୁ ଜଣେ ତାହେଲେ କେମିତି କାମ କରିବା ଦରକାର, କି ଯାହା ତାର କର୍ତ୍ତବ୍ୟ କର୍ମ ଅଛି, ସମସ୍ତେ ବୁଝ ଭଲସେ, ମୁଁ କ୍ଲାସ ପରେ ପଚାରିବି, ଯେ ଲିଭ୍ ମାରିବ ଶୁଣିବ ଭଲସେ। ତେଣୁ କେମିତି ଆମେ କର୍ମ କରିବା ଦରକାର, ନା ଯାହା ଆମର କର୍ତ୍ତବ୍ୟ କର୍ମ ଅଛି, କର୍ତ୍ତବ୍ୟ କର୍ମ ପୁଣି କୋଉଠି ଆସିଲା, ଶାସ୍ତ୍ରରୁ ଆସିଲା। ତ କେମିତି ସେଟା ନିର୍ଦ୍ଧାରଣ ହବ, ନା ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ। ତ ସେଇ କର୍ତ୍ତବ୍ୟ କର୍ମ ମୁଁ ଭଗବାନଙ୍କ ସାଙ୍ଗରେ କଣ ସଂଯୋଜିତ ହେଇକି କରିବି। ମୁଁ ଏକା ମୋର ଭୋଗ କରିବା ପାଇଁ କରିବିନି, ଭଗବାନଙ୍କୁ କନେକ୍ଟ କରିକି କରିବି। କର୍ମୀ ମାନେ ସେମାନେ କଣ କରନ୍ତି, ସେମାନେ ଇନ୍ଦ୍ରିୟ ଭୋଗ କରିବା ପାଇଁ କେବଳ କର୍ମ କରନ୍ତି, ଶାସ୍ତ୍ର ସାଙ୍ଗରେ କୌଣସି ତାଙ୍କର ଲେନଦେନ ନଥାଏ। କିନ୍ତୁ ଯୋଉମାନେ କର୍ମଯୋଗୀ, ତ ସେମାନେ କଣ କରନ୍ତି, ତାଙ୍କର ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ ଶାସ୍ତ୍ରରେ ତାଙ୍କର ଯୋଉ ବିହିତ କର୍ମ ଅଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହେଲେ, କିମ୍ବା ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ ହେଲେ, ତ ତାଙ୍କ ଅନୁସାରେ ସେମାନେ କାମ କରନ୍ତି। ଲକ୍ଷ୍ୟ କଣ ଥାଏ, କି ମୁକ୍ତି ପାଇବା, ଲିବରେସନ ହେଲା। ତେଣୁ କେତେବେଳେ ଯେତେବେଳେ ତାଙ୍କର କୌଣସି ଭୌତିକ ଇଚ୍ଛା ଥାଏ,
से माने एई अनुसार कर्म करिकी तांकर उद्देश्य था हम मुक्त हबार अछि हला तेणु सेई केस रे आमे कोन करि परिबा से लो व्यक्ति कर्तव्य कर्म करबा दरकार कर्म जोग ता पई प्रैक्टिकल हला तेणु जेमती धर काहाकू चाकरी करियार अछि तांग घरे कहउछन तू चाकरी करिवो से कहब ना पाठ पढ़िबेनी अरे पाठ न पढ़ले केमती हबो शास्त्र रे कुआ जे विद्या शिक्षा करिवो ए तुमको जीविका अर्जन करियार अछि तेणु जदि पाठ न पढ़िकी आमे खसिकी पळेले सेठी चाकरी मिलिबनी तो घर लोक गाली करिवे समाज रे नाम खराब हबो तेणु सेथिपाई यदि हमर कोनोसी भौतिक इच्छा अछि से इच्छा को शास्त्र रे जो मार्ग कुहाଯାଇଛି से मार्ग को हमको चालिकी भगवान ऊपर निर्भर ହେଇକି ଆମେ कर्तव्य कर्म କରିବା ଦରକାର ସେଇଟା ଭଗବାନ କହୁଛନ୍ତି ସେଇଟା କରିବାକୁ ପଡିବ ତ୍ୟାଗ ତାହେଲେ କେତେବେଳେ କରିବା ଯେତେବେଳେ ମୁଁ କହିଲି କି ଜଣେ ଭୌତିକ ଇଚ୍ଛା ରୁ ମୁକ୍ତ ହେଇଛି ତାର କିଛି ଭୌତିକ ଇଚ୍ଛା ନାହିଁ ତ ଭୌତିକ ଇଚ୍ଛାରୁ ସେ ମୁକ୍ତ କେତେବେଳେ ହବ ଯେତେବେଳେ ସେ କର୍ତ୍ତବ୍ୟ କର୍ମ କରି ଜାଣିଲା କି ଏ ଭୌତିକ ଜଗତ ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ କି ଏ ଭୌତିକ ଜଗତ ଜଡ ଜଗତ ଏଠି ଚେତନାର କିଛି ବିଶେଷ ଇଏ ନାହିଁ ମୂଲ୍ୟ ନାହିଁ ତେଣୁ ଚେତନା କୁ ଯାହା ବି ଆମକୁ ପ୍ରାପ୍ତ ହେଇଛି ଆମେ ଚେତନ ବସ୍ତୁ ତ ଆମେ ଭଗବାନଙ୍କ ସେବା କରିବା ଦରକାର ସେତେବେଳେ ସେ ତ୍ୟାଗ କରିବ ତାର କୌଣସି ଭୌତିକ ଇଚ୍ଛା ନାହିଁ ତା ଭିତରେ କର୍ମର ପରିଣାମ ଯୋଉ କାମ କରୁଛି ତାର ଯୋଉ ରେଜଲ୍ଟ ତାକୁ ମିଳିବାକୁ ଯାଉଛି ତା ପ୍ରତି ଆସକ୍ତି ନଥିବ ହେଲା ସେଇ କେସ ରେ ସେ କଣ କରିପାରିବ କର୍ମ ସନ୍ନ୍ୟାସ ଗ୍ରହଣ କରିପାରିବ ଆମେ କୋଉ ଅଧ୍ୟାୟରେ ଅଛେ 5 ନମ୍ବର ଅଧ୍ୟାୟ ମୁଁ 5 ନମ୍ବର ଅଧ୍ୟାୟ 3 ନମ୍ବର ଅଧ୍ୟାୟ କେବଳ କମ୍ପେୟାର କରୁଛି ତେଣୁ ତାପରେ ପ୍ରଭୁପାଦ ଭଗବାନ କଣ କହୁଛନ୍ତି ଅର୍ଜୁନ 5 ନମ୍ବରରେ କ୍ୱେଶ୍ଚିନ୍ ପଚାରିବେ ତ ଭଗବାନ କଣ କହିବେ କି କର୍ମ ସନ୍ନ୍ୟାସ ଗୋଟେ କଥା ମାନେ କର୍ମ ସନ୍ନ୍ୟାସ ମାନେ କର୍ମ କରିବି ନାହିଁ କାହିଁକି ନା ଏଇ ବ୍ୟାକଗ୍ରାଉଣ୍ଡ ମୋର ମନ ଶୁଦ୍ଧ ହେଇଥିବ କୌଣସି ପ୍ରକାର ମନରେ ଭୌତିକ କାମନା ନଥିବ କର୍ମର ଫଳ ପ୍ରତି ମୋର ଆସକ୍ତି ନଥିବ ମୋର ଜ୍ଞାନ ଥିବ ବୈରାଗ୍ୟ ଥିବ ସେତେବେଳେ ମୁଁ କର୍ମ ସନ୍ନ୍ୟାସ ଗ୍ରହଣ କରିବି ଭଗବାନ କହୁଛନ୍ତି ସେଇଟା ଏତେ ତା ଅପେକ୍ଷା ଯଦି ଆମେ କର୍ମରେ ତ୍ୟାଗର ମନୋଭାବକୁ ଆଣିବା ସ୍ପିରିଟ ଅଫ ରେନୁନ୍ସିଏସନ କର୍ମରେ ତ୍ୟାଗର ମନୋଭାବକୁ ଆଣିବା କର୍ମରେ କେମିତି ତ୍ୟାଗର ମନୋଭାବକୁ ଆଣିବା ଯେତେବେଳେ ଆମେ ଜାଣିବା ଆମେ କର୍ତ୍ତା ନୁହଁ ବୋଲି ନା ଯୋଉ କର୍ମ କରୁଛେ ଶରୀର ପାଇଁ ଆମେ କେବଳ କର୍ମ କରୁଛେ ତ ଯେତେବେଳେ ଆମେ ଧୀରେ ଧୀରେ ଆଣିବା କି ଶରୀର ସମ୍ପୂର୍ଣ୍ଣ ରୂପେ ଆମେ ଆମର ଯୋଉ ପରିଣାମ ଅଛି ରେଜଲ୍ଟ ଅଛି ଆମେ ଯୋଉ କର୍ମଟା କଲେ ତାର ପରିଣାମଟା ଅଛି ସେ ପରିଣାମ ଟା କେବଳ ଆମର ପ୍ରୟାସ ଉପରେ ନିର୍ଭର କରେନି ଆଉ ବହୁତ ଗୁଡା ଜିନିଷ ଅଛି ସମୟ ହେଲା ପରିସ୍ଥିତି ହେଲା ପୂର୍ବ ଜନ୍ମର ପ୍ରତିକ୍ରିୟା ହେଲା ଦୈବ ହେଲା ଏସବୁ ଜିନିଷ ନିର୍ଭର କରେ ସେତେବେଳେ ସେ କଣ କରିବ ସେ ଧୀରେ ଧୀରେ ତାକୁ ତ୍ୟାଗ କରିବାକୁ ଚେଷ୍ଟା କରିବ କର୍ମରେ ତ୍ୟାଗର ମନୋଭାବ ଆଣିବା ସେ ଜାଣିଛି କେହି ଜଣେ ଅଥରିଟି ଅଛନ୍ତି ସୁପ୍ରିମ ଅଥରିଟି ଭଗବାନ ଅଛନ୍ତି ତେଣୁ ଭଗବାନ କହୁଛନ୍ତି କର୍ମକୁ ତ୍ୟାଗ କରିବା ଅପେକ୍ଷା କର୍ମରେ ତ୍ୟାଗର ମନୋଭାବ ଟା ରଖିବା ଭଲ ନା ଯେମିତି ଆମେ ପରୀକ୍ଷା ଦଉଛେ ଏକ୍ଜାମ ପଢିକି ପରୀକ୍ଷା ଦଉଛେ ତ ପରୀକ୍ଷାରେ ଆମେ ଭାବୁଥିବା ପାସ୍ ହେଇଯିବି ଏଥର ମୁଁ ଭଲ ଲେଖିଛି ପାସ୍ ହେଇଯିବି କିନ୍ତୁ ଯିଏ ମାର୍କ ଦଉଛି ତାର ଚେତନା ବି ପରୀକ୍ଷା ଯୋଉ ଖାତା ମୂଲ୍ୟାଙ୍କନ କରିବା ନିର୍ଭର କରେ ତେଣୁ ଆମେ ଯେତେବେଳେ କେବଳ ଆମର ପ୍ରୟାସକୁ ନେଇକି ବଞ୍ଚିବା କି ମୁଁ ଏଇଟା କରିଛି ମାନେ ମତେ ମିଳିବ ନ ମିଳିଲେ ଆଉ କିଛି ନାହିଁ ତ ସେଇଠି ଆମେ ସମସ୍ୟାରେ ପଡିବା ତ୍ୟାଗର ମନୋଭୂତି ମାନେ କଣ ଠିକ ଅଛି ମୁଁ ଲେଖିଛି ମୋର ପରିଶ୍ରମ କରିଥିଲି ମୁଁ ଏତିକି ଲେଖିଛି ଏ ପରିଣାମ କେବଳ ତ ମୋର ପ୍ରୟାସ ଉପରେ ନିର୍ଭର କରେନି ମୋ ପାଇଁ ଆ ମୁଁ ଯେତିକି ମୋ ପାଇଁ ଠିକ ବୁଝେ ମୋ ଅପେକ୍ଷା ଭଗବାନ ମୋ ପାଇଁ ବହୁତ କିଛି ବୁଝନ୍ତି ତେଣୁ ମୁଁ ଭଗବାନଙ୍କ ଉପରେ ନିର୍ଭର କରିବି ଭଗବାନ ମତେ ଯାହା ପ୍ରଦାନ କରିବେ ମୋର କର୍ମ ଅନୁସାରେ ଯାହା ମତେ ପ୍ରାପ୍ତ ହବ ସେଥିରେ ମୁଁ ସନ୍ତୁଷ୍ଟ ହେବି ତ କର୍ମରେ ତ୍ୟାଗର ମନୋଭାବ ଆଣିବା ତାହେଲେ ଜଣକୁ ଯେତେବେଳେ ପରିଣାମ ଟା ମୁଁ ପାସ୍ ହେଇଯାଇଛି ଠିକ ଅଛି ପାସ୍ ହେଇଛି ଭଗବାନ ମତେ କୃପା କରିଛନ୍ତି ସରିଲା ଏତେ ଆମେ ଅଧିକ ପ୍ରସନ୍ନ ହେଇଯିବାନି କିମ୍ବା ଫେଲ ହେଇଗଲେ ଠିକ ଅଛି ମୋ ଭାଗ୍ୟରେ ଏଇଟା ନାହିଁ ମୁଁ ପ୍ରୟାସ ଏଇ ଜାଗାରେ କମ କରିଥିଲି ତ ଭଗବାନ ମୋ ପାଇଁ ଏଇ ରାସ୍ତା ନୁ ଅଲଗା ରାସ୍ତା ପ୍ରଦାନ କରିଛନ୍ତି ଠିକ ଅଛି ମୁଁ ସେଠି ଦେଖିବି ତ ସେଥିପାଇଁ କର୍ମରେ ତ୍ୟାଗର ମନୋଭାବ ଆଣିଲେ ଆମେ ଜୀବନର ବହୁତ ବିପଦରୁ ଆମେ ମୁକ୍ତି ପାଇବା ସେଥିରେ ମନର ସ୍ଥିତି ମନର ସ୍ଥିରତା କମିଯାଏ ସେଇଭଳି ସ୍ଥିତିରୁ ଆମେ ମୁକ୍ତ ପାଇବା ତେଣୁ ତାପରେ ଏଇ କର୍ମ ନିଷ୍କାମ 5 ନମ୍ବର ଅଧ୍ୟାୟରେ ଆମେ ଶୁଣୁଥିଲେ 7 ନମ୍ବର 6 ନମ୍ବର ଅଧ୍ୟାୟରେ ଶୁଣିଲେ କେମିତି ଆମେ ନିଷ୍କାମ କର୍ମଯୋଗ କରିବା ଯାହା ଦ୍ଵାରା କର୍ମର ବନ୍ଧନରୁ ଆମେ ମୁକ୍ତ ହେବା ଆମେ ସମସ୍ତେ ଭିନ୍ନ ଭିନ୍ନ ସ୍ତରରେ ଅଛନ୍ତି କିଏ ପାଠ ପଢୁଛନ୍ତି କିଏ ଘର କାମ କରୁଛନ୍ତି ତ କେମିତି ଆମେ କର୍ମ କଲେ କର୍ମର ବନ୍ଧନରୁ ମୁକ୍ତ ହବା ଏଇ ଯୋଉ ଯୋଗ ଯୁକ୍ତ ଯୋଉମାନେ ନିଷ୍କାମ କର୍ମ ଯୋଗୀ ହଁ ତ ନିଷ୍କାମ କର୍ମ ଯୋଗୀ ମାନେ ସେମାନେ ଯୋଉ ଯୋଗରେ ଯୁକ୍ତ ହେଲେ ଭଗବାନଙ୍କ ସାଙ୍ଗରେ
निष्काम कर्म जो करियो कौन थिला कहली से शास्त्र अनुमोदित कर्म करिवो कर्मर परिणाम प्रति तार आशा नथिवो ता संगरे तो जोग अर्थात भगवान संगरे से कनेक्ट हबो केमिति एमति कहली से सबले भगवान को निर्भर करे बंचिबो भगवान विषय जानिबो तेणु सेठी आमे सुनले से जोगदूतंकर कोन कोन सब कैरेक्टर अछि से कर्ता नुहंती काहे कर्ता नुहंती से केवल कर्ता नुहंती कईथिपाई कहीं जीव ଯେତେବେଳେ ତାର ଏ ଶରୀର ଚେତନାକୁ ନେଇକି ସେ ଯେତେବେଳେ କିଛି ଇଚ୍ଛା କରେ ଜୀବ ସେତିକି କେବଳ କରିପାରିବ ପ୍ରପାତ କହନ୍ତି ଆଇ ଏମ୍ ଦ ଲର୍ଡ କଣ ସେଇଟା ପ୍ରପାତ କହୁଛନ୍ତି କି ମୁଁ ସବୁ ଯାହା ଦେଖୁଛି ସବୁ କିଛି ମୋର ହେଲା ଯାହା ସବୁ ମୋ ଆଖି ଆଗରେ ପଡି ସବୁ କିଛି ମୋର ଅକ୍ତିଆରରେ ଅଛି ତେଣୁ କି ମୁଁ ସବୁ କିଛି ଭୋଗ କରିବି ତେଣୁ ଜୀବ ଯେତେବେଳେ ତାର ମିଥ୍ୟା ଅହଙ୍କାର ବଶତଃ କୌଣସି ଭୌତିକ ଇଚ୍ଛା କରେ ସେତେବେଳେ କଣ ହବ ସେ ଭାବେ କି ମୁଁ ତ ଇଚ୍ଛା କରିଛି ସେ କାର୍ଯ୍ୟଟା ହେଇଯିବ ବୋଲି କିନ୍ତୁ ଏଟା ହୁଏନି କାହିଁକି ନା ଆଉ ଦି ଜଣ କର୍ତ୍ତା ଅଛନ୍ତି କେମିତି ନା प्रकृति कर्ता प्रकृति कहीं करता ना प्रकृति आमे जा सॉरी तापर भगवान करता भगवान कहीं करता कारण भगवान हम हृदय अच्छी श्रुद से प्रथम जानदेवे आमे जो मुहूर्त भाविबा एटा मते इच्छा अछि से मुहूर्त भगवान जानिदेवे तो भगवान कौन करेंगे ताको देखिबे आमर योग्यता अछि कि जो इच्छा आमे व्यक्त करिसेंती ताको प्राप्ति करिया पई यदि योग्यता अछि भगवान ताले अनुमोदन करिवे यदि योग्यता नाही ताले भगवान अनुमोदन करिवेनी जदि अनुमोदन भगवान କରୁନାହାନ୍ତି ତାହେଲେ ଆମେ ପ୍ରୟାସ କରୁଛେ ମୁଁ ଥରେ ଏକ୍ଜାମ ଦେଲି ଫେଲ ହେଲି ଦିଥର ଏକ୍ଜାମ ଦେଲି ଫେଲ ହେଲି ତିନିଥର ଏକ୍ଜାମ ଦେଲି ଫେଲ ହେଲି ତାପରେ ଆମେ ଜାଣି ରଖିବା ଦରକାର ଯେ ଭଗବାନଙ୍କର ଅନୁମୋଦନ ନାହିଁ ତେଣୁ ଆମେ ଦ୍ୱିତୀୟ କିଛି ଅଲ୍ଟରନେଟିଭ ଖୋଜିବା ଦରକାର ସବୁ କାର୍ଯ୍ୟରେ ତେଣୁ ସେଥିପାଇଁ ଯେତେବେଳେ ଭଗବାନଙ୍କର ଅନୁମୋଦନ ଯୋଉ ଜାଗାରେ ନାହିଁ ଆମେ ତାଦେହରେ ସଫଳତା ପ୍ରାପ୍ତ କରିପାରିବାନି ଯୋଉ ଜାଗାରେ ଅନୁମୋଦନ ଅଛି ଏବେ ସେଠି ଦେଖିବାକୁ ପଡିବ कि से कार्यटा विहित कार्य कि विहित कार्य नुह भगवान ताले अनुमोदन को आधार करती आमर कर्मर परिणाम देखिकी कर्मर अकाउंट देखिकी पूर्व जन्म में मुझे पुण्य करी मुझे भोग करने मोर अकाउंट रे पैसा अच्छी तेणु हाँ ठीक अच्छे तुम यहाँ भोग कर अकाउंट रे पैसा ना भगवान अनुमोदन कले करें कि आम प्रयास करुवा बारंबार बारंबार फ्रस्ट्रेटेड हवा तेणु से जीव ये मिथ्या अहंकार वशतः कौन सी इच्छा करे ता पाखरे ये भौतिक संसार को अधिकार कर जो मनोवृत्ति अच्छी मालिकानार मनोभाव अच्छी ता आधार यदि इच्छा करे से यही माध्यम तार इच्छा पूर्ण हम जदि योग्य होती ना हेनी योग्यता कौन भौतिक जगत अकाउंट रे पैसा अच्छी से एंजॉय कर पैसा ना से एंजॉय कर पारे जिते बाड़े चाटी किसी मिल ना तापरे भगवान अनुमोदन कले फैसिलिटी किए दब प्रकृति जहाँ जहाँ दरकार प्रकृति दब माने कौन कि जो जो उपादान गुड़ा आमको भोग कर कनेक्ट कर समस्त तापरे आमे शुणुले 17 नंबर रु 29 नंबर श्लोक आड़ को कि केमिति आमे कर्म करवा लक्ष्यटा कोट रखा कि मुक्ति हबार मुक्तिर लक्ष्य रखिकी आमे कर्म करवा दरकार आमे कर्म तो सबुदिन करुचे लक्ष्य नहीं करवा दरकार यही कामटा मोर मुक्ति उन्मुखी कि ना मुक्ति माने भगवान सागर मिसी जावा नुहे संसार बंधन मुक्त हवा दरकार 3 नंबर अध्याय रे देखिबो सेठी लिबरेशन विषय किसी बेसी कुहाएनी मुक्त हवा विषय किसी कुहा जाएनी खाली बेसिक प्रैक्टिस विषय कुहाई किंतु एई 5 नंबर अध्याय रे भगवान मुक्ति विषय कहते कर्म एमती करवा दरकार कि संसार बंधन संसार जंजाल मुक्त हवा दरकार तो से भगवान कहे तद बुद्धिया बुद्धि को भगवान के पाखे निवेश करने तद बुद्धिया तद आत्मा तद निष्ठा तत्परायण भगवान ये सब सब जिन कहे कहीं जनकर अधिक अनुभव आसो ज्ञान आसो से भगवान सागर कनेक्ट हाँपाई तेणु जो जगार आम कर्म कर टे आब्जर्पन अच्छी माने आम निष्ठा अच्छी मुक्ति पाइबा अपेक्षा मुक्ति पाए आम कर्मटे करुचे कि कर्म प्रति मोर बहुत गभीर निष्ठा अच्छी जो कर्मटे करुचे ध्यान परी करुचे कहा अपेक्षा कि एइथिपाई मु कर्म करनी मु भगवान कटरे माने ए बंधन रु मुक्त होइजिबी भौतिक बंधन मुक्त होइजिबी ता अपेक्षा यदि कर्म करियार निष्ठा अछि तले कर्म करिया दरकार कर्म आमे त्याग करिया नाही कर्म त्याग करिया मात्रे यदि गोटे कामिका लोक ताको बसई दब गोटे दिन तार तार कौन हाथ गोड़ खाली छिटपिट छाटिपिटी हम मते मोर काम दरकार मु काम न कले रही पारेनी
ହେଲା। ତେଣୁ ପ୍ରାୟ ଦେଖିବ ଗାଁରେ ଲୋକମାନେ ସେମାନେ ଖାଲି ବସି ପାରିବେନି, କାରଣ ସେମାନେ କାମ ପ୍ରତି ଅଭ୍ୟସ୍ତ ହେଇଗଲେଣି, କାମ ପ୍ରତି ତାଙ୍କର ନିଷ୍ଠା ଅଛି। ସେଥିପାଇଁ ସେଇ ବ୍ୟକ୍ତିକୁ କାମ ଛାଡିବା ପାରିବା ମାନେ ଛଡେଇ ପାରିବା ନାହିଁ। ତେଣୁ ସେଇଥିପାଇଁ ଯେତେବେଳେ ଆମେ ଧୀରେ 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 ଜ୍ଞାନ ପ୍ରାପ୍ତ ହୁଅନ୍ତି, ସେତେବେଳେ ଆମେ ଭଗବାନଙ୍କର ଆଡକୁ ନିଜକୁ ନିର୍ଦ୍ଦେଶିତ କରନ୍ତି କି ନାଇଁ ମୋ ଜୀବନ ଲକ୍ଷ୍ୟ ଗୋଟେ ଅଛି, କାମ କରିବାଟା ଏଇଟା ପ୍ରକ୍ରିୟା, କିନ୍ତୁ ଲକ୍ଷ୍ୟ କଣ ନା ମୁଁ ଭଗବାନଙ୍କର ଏଇ ଭୌତିକ ଯନ୍ତ୍ରଣାରୁ ମୁକ୍ତ ହେବି। ସେତେବେଳେ ଧୀରେ 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 ଦୃଷ୍ଟିକୋଣ ପରିବର୍ତ୍ତନ ହୁଏ। ସମତ୍ଵ, ଦୁଃଖ ସୁଖରେ ସେ ନିଜକୁ ସମତା ଅବଲମ୍ବନ କରେ। ଆଉ ଶୁଣିଥିଲେ ନା କି ଯେ ଆତ୍ମା ଅନୁଭୂତିଶୀଳ ବ୍ୟକ୍ତିର ସବୁ ଲକ୍ଷଣ କଣ, 8ଟା ଲକ୍ଷଣ ଆମେ ଶୁଣିଥିଲେ ହେଲା। ତେଣୁ ତ ଏଇ 22 ନମ୍ବର ଶ୍ଲୋକରେ ଆମେ ଶୁଣିଲେ କି ଏଇ ଆତ୍ମା ଅନୁଭୂତିଶୀଳ ବ୍ୟକ୍ତି ଯେ ନିଜ ବିଷୟରେ ଜାଣିଲାଣି କି ସେ ଶରୀର ନୁହେଁ, ତା ଆତ୍ମା, ତାର ଆତ୍ମାର ଗୋଟେ କର୍ତ୍ତବ୍ୟ ଅଛି, ଶରୀରର କର୍ତ୍ତବ୍ୟ କିଛି ସମୟ ପାଇଁ ମୃତ୍ୟୁ ପର୍ଯ୍ୟନ୍ତ। ତେଣୁ ସେତେବେଳେ ସେ ଭୌତିକ ଜଗତରେ ଯୋଉ ଭୋଗ କରିବାକୁ ଯାଉଛି ତାକୁ ଭଲ ଲାଗିବନି, ତାକୁ ଚିଡଚିଡ ଲାଗିବ। ଯେମିତି ଆମେ ଆଗରୁ ଭକ୍ତି କରୁନଥିଲେ, ଏବେ ଭକ୍ତି କଲା ବେଳକୁ ଆମେ ଯେତେବେଳେ କୌଣସି ସିରିଏଲ ଦେଖିଦେବା, ଟିଭି ସିରିଏଲ ଦେଖିଦେଲେ, କିଛି ନ୍ୟୁଜ ପେପର ପଢିଲେ ଆମକୁ ଚିଡଚିଡ ଲାଗିବ, ଏ କିଛି ଭଲ ନୁହଁ, ଏସବୁ ଅଳିଆ ମଳିଆ ସବୁ ଅଛି। ସେମିତି ଆମକୁ ଭଲ ଲାଗିବନି, କାହିଁକି ଡିଷ୍ଟେଷ୍ଟଫୁଲ, ଷ୍ଟ୍ରେସଫୁଲ ଲାଗିବ। ତେଣୁ ତଥାପି ପ୍ରପାତ ଭାବାର୍ଥରେ କହୁଛନ୍ତି ଆମେ ଯେହେତୁ ଭୋଗ କରି କରି ଆସିଛନ୍ତି, ସେଥିପାଇଁ ଏ ଭୋଗ କରିବାର ଅଭ୍ୟାସ କି ମାନେ ଇଚ୍ଛା ଆମ ଭିତରେ ଅଛି। ତେଣୁ ଯେତେବେଳେ ଆମେ ଇଚ୍ଛା ଜ୍ଞାନ ମାଧ୍ୟମରେ ଜାଣିବା ସବୁ ଜିନିଷ, ସେତେବେଳେ ଇଚ୍ଛା ରୂପକ ଇଚ୍ଛାଟା ଧ୍ୱଂସ ହେଇଯିବ। ଜ୍ଞାନାଗ୍ନି ଦଗ୍ଧ କର୍ମଣା, କର୍ମ ମାଧ୍ୟମରେ ଆମର ଇଚ୍ଛା, ସରି ଜ୍ଞାନ ମାଧ୍ୟମରେ ଇଚ୍ଛା ଗୁଡା ଧୀରେ ଧୀରେ ନଷ୍ଟ ହବ। ତେଣୁ ତାପରେ ଆମେ ପ୍ରପାତ କହୁଛନ୍ତି ଆମକୁ ସହ୍ୟ କରିବା ଦରକାର। ଆମର ଇଚ୍ଛା ଅଛି, ଆମେ ଆମେ ଆଜି ନିର୍ଦ୍ଧାରିତ କଲେ ଆଜିଠୁ ମୁଁ ଭକ୍ତି କରିବି, କିନ୍ତୁ ମୋର ଭୋଗ କରିବାର ବହୁତ ଇଚ୍ଛା ଅଛି, ତେଣୁ ଆମକୁ ସହ୍ୟ କରିବାକୁ ପଡିବ। ଯେ ପର୍ଯ୍ୟନ୍ତ ଆମେ ସହ୍ୟ କରିବା ଅଭ୍ୟାସ କରିନାହାନ୍ତି, ସେ ପର୍ଯ୍ୟନ୍ତ ଆମେ ଏ ଭୌତିକ ଜଗତ ଆମକୁ ଟର୍ଚର କରୁଥିବ, ସବୁବେଳେ ଟର୍ଚର କରିବ। ହେଲା ଆମ ମନ ନିରାଶରେ ଭର୍ତ୍ତି ହବ, ହେଲେ ଆମକୁ ଚିଡଚିଡ ଲାଗିବ, ବିରକ୍ତି ଲାଗିବ, ହେଲେ ଆମ ଇଚ୍ଛା ଅନୁସାରେ କିଛି ହଉନଥିବ। ତେଣୁ ଆମକୁ ସହ୍ୟ କରିବା ଦରକାର। ତେଣୁ ଗୋଟେ ନୂତନ ଭକ୍ତ, ଯେ ନୂତନ ଭକ୍ତି ମାର୍ଗରେ ଆସୁଛନ୍ତି, ତ ତା ପାଖରେ ସହ୍ୟ କରିବାର ସାମର୍ଥ୍ୟ ଏତେ ନଥାଏ। କିନ୍ତୁ ଜଣେ ନିଷ୍ଠାପର ଭକ୍ତ, ଟିକେ ଆଡଭାନ୍ସ ଡିଭୋଟି, ସିଏ ଏ ଭୌତିକ ଜଗତର ବିଭିନ୍ନ ପ୍ରକାର ଯୋଉ ଆମକୁ ଉସ୍କଉଛି, ଏଇଟା କରିଦେବି ସେଟା କରିଦେବି, ଏଇଟା ଖାଇବି ପିଇବି ରହିବି, ବିଭିନ୍ନ ପ୍ରକାର ଅଛି, ତାକୁ ସେ ସହ୍ୟ କରିବାର ତା ପାଇଁ ତା ପାଖରେ କଣ ମାନେ ସାମର୍ଥ୍ୟ ଅଛି, ସେ ଧୀରେ ଧୀରେ ବୁଝିଲାଣି। ହେଲା, ଆଗରୁ ମୁଁ କଥା କହିଦଉଥିଲି, ଏମିତି କହିଦଉଥିଲି, କାହାକୁ କଷ୍ଟ ହଉଥିଲା। ଏବେ ମୁଁ ଭାବି ବିଚାରି କଥା କହୁଛି, ମୋ ଦ୍ଵାରା କୌଣସି ଜୀବ ଆହତ ନ ହବା ଦରକାର। ତେଣୁ ସେଥିପାଇଁ ସେ ସହ୍ୟ କରିବା ଦରକାର। ତାହେଲେ ଆମେ କେତେ ସହିବା, ଲୋକମାନେ କେତେ ସହିବା, ସେ ଲୋକ ମୋ ପାଇଁ ଏତେ ସୁବିଧା ଜନକ ନୁହଁ, ଅନୁକୂଳ ନୁହଁ, କେତେବେଳେ ଭକ୍ତି କରିବା ପାଇଁ ମତେ ପ୍ରୋତ୍ସାହିତ କରୁନାହାନ୍ତି, ମତେ କଷ୍ଟ ଦଉଛନ୍ତି, ମୁଁ କେତେ ସହିବି। ତ ଭଗବାନ କୃଷ୍ଣ କହୁଛନ୍ତି ମୃତ୍ୟୁ ପର୍ଯ୍ୟନ୍ତ ଆମକୁ ସହ୍ୟ କରିବାକୁ ପଡିବ ନା। ତ ଆମକୁ ଯେତେବେଳେ ବାହାର ଲୋକଠାରୁ, ବାହାର ପରିସ୍ଥିତି ଠାରୁ କଷ୍ଟ ପ୍ରାପ୍ତ ହଉଛି, ବାସ୍ତବରେ ସେମାନେ ଆମର କଷ୍ଟ ପାଇଁ କେବଳ ଉପକରଣ, ଆମର କଷ୍ଟର ପରିଣାମ କେବଳ ଆମେ ନିଜେ। ପୂର୍ବ ଅର୍ଜିତ କର୍ମର ପ୍ରତିକ୍ରିୟା ସ୍ୱରୂପ ଆମକୁ ଏଇ ଜନ୍ମରେ କଷ୍ଟ କି ସୁଖ ପ୍ରାପ୍ତ ହୁଏ। ତେଣୁ ଆମେ ଯେତେବେଳେ କହୁଛେ କି ମୋର ଏଇ ଲୋକ ଠାରୁ ମତେ କଷ୍ଟ ପ୍ରାପ୍ତ ହଉଛି, ତାଙ୍କର କଥା ମତେ ଭଲ ଲାଗୁନି, କି ସେ ମତେ ଭକ୍ତି କରିବା ପାଇଁ କୌଣସି ସୁବିଧା ଦଉନାହାନ୍ତି, ତ ଏସବୁ ଅବରୋଧ ଭକ୍ତି ମାର୍ଗରେ ଆମକୁ କାହିଁକି ପ୍ରାପ୍ତ ହଉଛି? ପୂର୍ବ ଜନ୍ମର କର୍ମର ପ୍ରତିକ୍ରିୟା ସ୍ୱରୂପ। ସେ ପୂର୍ବ ଜନ୍ମର କର୍ମ ତ ମୁଁ ହିଁ ନିଜେ କରିଥିଲି, ତେଣୁ ତାର ପ୍ରତିକ୍ରିୟା ସ୍ୱରୂପ ମତେ ଏଠି ଏଇ ପରିଣାମ ପ୍ରାପ୍ତ ହଉଛି। ତେଣୁ ସେଇଥିପାଇଁ ଜଣେ ଯେତେବେଳେ ଚେତନାରେ ରହିବ କି ମତେ ମୋର ଆକାଉଣ୍ଟ ଖାଲି କରିବାର ଅଛି, କାରଣ ଆକାଉଣ୍ଟରେ ସବୁ ମଇଳା ଜିନିଷ ପଡିଛି, ମତେ ଆକାଉଣ୍ଟ ଖାଲି କରିବି ମାନେ ମତେ ମୁକ୍ତ ହବାର ଅଛି, ତାହେଲେ ମୁଁ ସହ୍ୟ କରିବି। ସହ୍ୟ କରିବା ଆଉ ସହନଶୀଳତା ଆଉ ନମ୍ରତା, ଏଇ ଦୁଇଟା ଏତେ ସୁନ୍ଦର ବୈଷ୍ଣବ ଗୁଣ, ଯାହାର ଆଧାରରେ ଅନ୍ୟ ସମସ୍ତ ବୈଷ୍ଣବ ଗୁଣ ପ୍ରସ୍ଫୁଟିତ ହୁଏ। ଭଗବାନ ଏଇ ଦିଟା ଗୁଣକୁ ଦେଖେଇଛନ୍ତି। ପ୍ରାୟ କହୁଥିଲେ ଚୈତନ୍ୟ ଚରିତାମୃତରେ ଶ୍ରୀଲ ସନାତନ ଗୋସ୍ୱାମୀଙ୍କ ଦ୍ଵାରା ଏଇ ନମ୍ରତାର ଗୁଣ, ଆଉ ଶ୍ରୀଲ ହରିଦାସ ଠାକୁରଙ୍କ ଦ୍ଵାରା ଏ ସହନଶୀଳତାର ଗୁଣକୁ ଭଗବାନ ବ୍ୟକ୍ତ କରନ୍ତି। ତେଣୁ ଆମର ଯୋଉ ଇନ୍ଦ୍ରିୟର ସୁଖ ଅଛି, କି ଭୌତିକ ଇଚ୍ଛା ଅଛି, କ୍ରୋଧ ଅଛି, ତାକୁ ଆମେ ସହ୍ୟ କରିବା ଦରକାର। ଜଣେ ନିଷ୍ଠାପର ସାଧକ ସେ ସବୁବେଳେ ଯେତେବେଳେ ସହ୍ୟ କରିବ, ସେତେବେଳେ ସୁଖୀ ରହିବ ଆଉ ସ୍ଥିତ ହେଇକି ରହିଥିବ। ଆମେ ଯେତେ ମାତ୍ରାରେ
ଆଉ ଯୋଉ ଟେମ୍ପटेସନ ଅଛି, ଟେମ୍ପटेସନ ମାନେ ଆମକୁ ଯୋଉ ପରିସ୍ଥିତି ଗୁଡା ଉସ୍କାଏ କୌଣସି ଭୋଗ କରିବା ପାଇଁ, ସେ ଯୋଉ ଟେମ୍ପटेସନ ଅଛି ତାକୁ ଯିଏ ଟଲରେଟ କରିବ ସେଠି ସୁଖ ଅଛି। କିନ୍ତୁ ଯେ ଟେମ୍ପटेସନ କୌଣସି ଗୋଟେ ପ୍ରସ୍ତାବ ଆସିଲା ଭୋଗ କରିବା ପାଇଁ, ମୁଁ ନିଜକୁ ସମର୍ପଣ କରିଦେଲି ସେଥିରେ, ହଁ ଏ ଇଚ୍ଛା ଅଛି, ଏଇଟା ଇଚ୍ଛା ଅଛି, ମୋର ଅବସ୍ଥା ରୁଗ୍ଣ ଅଛି କିନ୍ତୁ ମତେ ଖାଇବା ପାଇଁ କିଛି ଇଚ୍ଛା ଅଛି, ହଁ ଆଉ ତାପରେ ସେଇଭଳିଆ ପ୍ରସ୍ତାବଟେ ଆସିଲା ଆଜି ଆମେ ଯାଇକି ବାହାରେ ଖାଇବା, କିମ୍ବା ମତେ ବିଭିନ୍ନ ପ୍ରକାର କାର୍ଯ୍ୟ ଭୋଗ କରିବାର ବିଭିନ୍ନ ପ୍ରକାର ଜିନିଷ ଅଛି, ଯଦି ମୁଁ ନିଜକୁ ସମର୍ପଣ କରିଦେଲି ତାହେଲେ କଣ ହବ, ସେ ବ୍ୟକ୍ତି ସୁଖ ପାଇବନି, କ୍ଷଣିକ ସୁଖ ମିଳିବ, ତାପରେ ପୁଣି ସେଇ ଦୁଃଖକୁ ଦୁଃଖ। ତେଣୁ ସେଥିପାଇଁ କୁହାଯାଏ କି ଦେର ଇଜ ନୋ ନିଡ ଟୁ ରେସ୍ପଣ୍ଡ ଏଭ୍ରି ପ୍ରୋଭୋକିଂ ସିଚୁଏସନ ଅଫ ଦ ସେନ୍ସେସ୍। ମନର ଇନ୍ଦ୍ରିୟ ମାନଙ୍କର ଯାହା ଯେ ଯେମିତି ଆମେ ଉସ୍କଉଛି ଆମେ ଶାନ୍ତ ରହିବା ଦରକାର। ତେଣୁ କହିବେ ଆହୁରି କି ଆମ ମନ ଇନ୍ଦ୍ରିୟ ମାନଙ୍କ ଯୋଉ ଡିମାଣ୍ଡ ଅଛି, ସେ ଡିମାଣ୍ଡ କୁ ଆମେ ଜରୁରୀ ନାହିଁ ସବୁବେଳେ ମନର କଥା ଶୁଣିବା, ଆମେ ଶୁଣିବା ଦରକାର ନାହିଁ, ସେତେବେଳେ ଆମେ ସୁଖରେ ରହିପାରିବା। ସହନଶୀଳ ବ୍ୟକ୍ତି ସୁଖରେ ରହିବ। ତେଣୁ ଆମେ ଗୋଟେ ଦୃଷ୍ଟିକୋଣରେ ଇନ୍ଦ୍ରିୟ ମାନଙ୍କୁ ସବୁବେଳେ ତାକୁ ଭୋକିଲା ବି ନ ରଖିବା ଦରକାର ହେଲା, ଆଉ ଭୋକିଲା ରଖିଲେ ସେ ଦୁଃଖୀ ହେଇଯିବ ହେଲା, କିମ୍ବା ବେଶୀ ତାକୁ ଫ୍ୟାସିଲିଟି ନ ଦେବା ଦରକାର। ତାହେଲେ ଆମେ କରିବା କଣ ଦରକାର, ଗୋଟେ ରେଗୁଲେଟେଡ ଲାଇଫଷ୍ଟାଇଲ ମେଣ୍ଟେନ କରିବା ଦରକାର। ରେଗୁଲେସନ ତାହେଲେ କିଏ କରିବ, ଶାସ୍ତ୍ର ଏବଂ ଗୁରୁ। ତ ତାଙ୍କର ନିର୍ଦ୍ଦେଶ ଅନୁସାରେ ଆମେ ଧରନ୍ତୁ, ମୋର ଇଚ୍ଛା, ଆମେ କେହି କହେ ଭକ୍ତିରେ ଆସିଲା ବେଳେ କେହି କୁହନ୍ତି କି ତମେ ମାଛ ମାଂସ ଛାଡିବ, କିମ୍ବା ତମେ ଏସବୁ ନିୟମ ଗୁଡା ପାଳନ କରିବ। ତ ଆମେ ଆଗରୁ ମାଛ ମାଂସ ଖାଉଥିଲେ, ତ ଆମକୁ ଲାଗିଲା କି ହଁ ମାଛ ମାଂସ ଛାଡିବାକୁ ପଡିବ, କଣ କରିବା, କିଛି ଦିନ ଛାଡିଦେଲେ ପୁଣି ଦେଖିଲା ବେଳକୁ ପୁଣି ଆଉଥରେ ଇଚ୍ଛା ହେଲା ଖାଇବା ପାଇଁ। ତେଣୁ ଅଲ୍ଟରନେଟିଭ କଣ କିଛି ଦିଆହେଇଛି ଶାସ୍ତ୍ରରେ, ଗୁରୁ କିଛି କହିଛନ୍ତି, ହଁ କହିଛନ୍ତି, ଆମକୁ କୃଷ୍ଣ ପ୍ରସାଦ ପାଇବାର ଅଛି। ତେଣୁ ଇନ୍ଦ୍ରିୟ ମାନଙ୍କୁ ଯେତେବେଳେ ଆମେ ଭୋକିଲା ଛାଡିଦବା, ସେ ଆମକୁ ଛାଡିବନି। ତାକୁ କଣ ଦରକାର ନା ରେଗୁଲେଟେଡ ସେନ୍ସ ଗ୍ରାଟିଫିକେସନ ଦରକାର ଅଛି ହେଲା। କାହିଁକି ନା ସ୍ଥାନ କାଳ ପାତ୍ର ଅନୁସାରେ ଆମର ଇନ୍ଦ୍ରିୟ ମାନେ କଣ କରନ୍ତି, ଆମକୁ ପ୍ରୋତ୍ସାହିତ କରନ୍ତି, ସବୁବେଳେ ଟେମ୍ପଟେସନ ଆଣନ୍ତି। କେତେବେଳେ ଆମେ ଫିଜିକାଲ ଲେଭେଲରେ ଭୋଗ କରିବା ପାଇଁ ଚାହାନ୍ତି, କେତେବେଳେ ମାନସିକ ରୂପରେ, କେତେବେଳେ ଇଗୋଇଷ୍ଟିକ କି ଇଣ୍ଟେଲେକ୍ଚୁଆଲ ଉପରେ। ଇଗୋଇଷ୍ଟିକ ତାଙ୍କର ଧର ଗେଷ୍ଟ ଆସିଛନ୍ତି, ସେ ଗୋଟେ କଥା କହିଥିବେ ଯୋଉଟା ମତେ ଜମା ପସନ୍ଦ ନୁହଁ ହେଲା, ମୁଁ ଇଚ୍ଛା ହଉଥିବ ମୁଁ ଗୋଟେ କଣ କହିଦେବି କହିଦେବି କହିଦେବି। ତେଣୁ ସେଇଭଳିଆ କାହିଁକିନା ଆମର ଅହଙ୍କାର ଟା ବାଧା ଆସେ ହେଲା। ତେଣୁ ବିଭିନ୍ନ ସ୍ତରରେ ଆମେ କଣ ଆମର ମାନେ ପରିସ୍ଥିତି ଆମକୁ ଉସ୍କଉଥାଏ, ତେଣୁ ଆମେ ନିଶ୍ଚିତ ଭାବରେ ସହ୍ୟ କରିବା ଦରକାର। ସୂକ୍ଷ୍ମ ରୂପରେ ହଉ କି ସ୍ଥୂଳ ରୂପରେ ଆମେ ସହ୍ୟ କରିବା ଦରକାର। ମାନେ କେହି ଆର୍ଗୁମେଣ୍ଟ କରିପାରିବ କି କାହିଁକି ଆମେ ସହ୍ୟ କରିବା। ପ୍ରପାତ କହନ୍ତି ଯଦି ଆମକୁ ଭକ୍ତି କରିବାର ଅଛି, ଯଦି ଆମକୁ କୃଷ୍ଣଙ୍କୁ ପ୍ରସନ୍ନ କରିବାର ଅଛି, ତାହେଲେ ଆମେ ସହ୍ୟ କରିବା ହେଲା। ତେଣୁ ଯେତେବେଳେ ଏଇ ଚେତନା ଆମ ପାଖରେ ରହିବ କି ଭୌତିକ ଜଗତର ସୁଖ ଏତେ ମାନେ ବହୁତ କ୍ଷଣିକ, ଆଉ ଏତେ ବେଶୀ ଆମକୁ ସାହାଯ୍ୟ କରିବନି, ସେତେବେଳେ ଆମେ ଭଗବାନଙ୍କର ଭକ୍ତି କରିକି ଏଇ ଯୋଉ ଟେମ୍ପଟେସନ ଅଛି ତାକୁ ଆମେ ସହ୍ୟ କରିବା, ସେଥିରେ ଆମେ ହାୟର ଟେଷ୍ଟ ପାଇବା ସବୁବେଳେ। ତେଣୁ ଆମକୁ ଟଲରେଟ କରିବାକୁ ପଡିବ। ଆଉ ବେଳେ ବେଳେ ଆମେ ଥକି ଯାଆନ୍ତି, ସେତେବେଳେ ଆମେ କଣ କରିବା ଦରକାର, ସହ୍ୟ କରୁ କରୁ ଥକି ଯାଆନ୍ତି, କେତେ ସହିବ, ଟ୍ରାଫିକ ପୋଲିସରେ ଲେଖା ହେଇଥାଏ ନୋ ଟଲରାନ୍ସ ଜୋନ। ସହ୍ୟ କଲା ବେଳକୁ ଆମେ ଥକି ଯାଆନ୍ତି, ସେତେବେଳେ ଆମକୁ କଣ କରିବାର ଅଛି ନା କୃଷ୍ଣ ଚେତନଶୀଳ ହବାର ଅଛି। ଯେତେ ଯେତେ ଆମେ କୃଷ୍ଣ ଚେତନଶୀଳ ହେଇ ହେଇ ଯାଉଥିବା, ସେତେ ସେତେ ଆମେ ସହ୍ୟ କରିବାର ଗୁଣକୁ ଆମେ ଧାରଣ କରିପାରିବା। ହାୟର ଟେଷ୍ଟ ମିଳିଲେ ଆମେ ଯୋଉ ଲୋୟର ନେଚର ଗୁଡା ଅଛି ସେଟା ସବୁବେଳେ ସବଡ୍ୟୁ ହେଇକି ରହିବ ହେଲା। ତାପରେ 24 ନମ୍ବର ଶ୍ଲୋକ ଆଡକୁ ଭଗବାନ କହିଛନ୍ତି ବ୍ରହ୍ମଭୂତ ଷ୍ଟେଜ କହିବେ। ବ୍ରହ୍ମଭୂତ, ବ୍ରହ୍ମଭୂତ ମାନେ ସେ ତା ଅନ୍ତରରେ ସବୁବେଳେ କଣ ରମଣ କରୁଥିବ। ଅନ୍ତରରେ ମାନେ ତାର ଜୀବନର ଲକ୍ଷ୍ୟ ସବୁବେଳେ ଅନ୍ତର୍ମୁଖୀ ହେଇଥିବ, ଅନ୍ତର୍ମୁଖୀ, ସେ ଅନ୍ତରରେ ବହୁତ ସକ୍ରିୟ ଥିବ। ଅନ୍ତରରେ ସକ୍ରିୟ ଥିବ ତା ମାନେ ନୁହେଁ କି ମନ ବୁଦ୍ଧି ଇନ୍ଦ୍ରିୟ ଦ୍ଵାରା ଭୋଗ କରୁଥିବ, ନାହିଁ। ଅନ୍ତରରେ ସକ୍ରିୟ ଥିବ ଅର୍ଥ ଏଠି କୁହାଯାଉଛି କି ଯେ ଆତ୍ମା ଆଉ ପରମାତ୍ମା ଏଇ ସମ୍ବନ୍ଧକୁ ସେ ଅନୁଭବ କରୁଥିବ। ତେଣୁ ଅଧିକ ନିଷ୍ଠା ତାର ଅନ୍ତରରେ ଥିବ, ଧ୍ୟାନ କରୁଥିବ ଭଗବାନଙ୍କ ଅନ୍ତରରେ। ତାପରେ ବ୍ରହ୍ମ ନିର୍ବାଣ କଥା, କେମିତି ଏ ବ୍ରହ୍ମ ନିର୍ବାଣ ସ୍ଥିତିକୁ ପ୍ରାପ୍ତ କରିବା। ଯେତେବେଳେ ଆମେ ପାପରୁ ମୁକ୍ତ ହବା, ଦ୍ୱନ୍ଦ୍ୱରୁ ଆମେ ମୁକ୍ତ ହବା, ସନ୍ଦେହରୁ ମୁକ୍ତ ହବା। ପାପରୁ ମୁକ୍ତ ହବା ବୁଝିପାରିଲେ, ପାପରୁ କଣ, ଆମେ କୌଣସି ପାପ କାର୍ଯ୍ୟ କରିବା ନାହିଁ। ଦ୍ୱନ୍ଦ୍ୱରୁ ମୁକ୍ତ ହବା ମାନେ କଣ, ଏ ଭୌତିକ ଜଗତରେ ସେ ସବୁ ଆମକୁ ମାନେ କଣ ଗୋଟେ ଇକୋନୋମିକ୍ସ ରେ ଆମର ପଢାଏ ଅପରଚୁନିଟି କଷ୍ଟ,
ମାନେ କଣ, ମତେ ଏଇଟା ଭଲ ଦରକାର, ଗୋଟେ ଗୋଟେ ଜିନିଷକୁ ତ୍ୟାଗ କରିକି ତାଠୁ ଭଲ ଜିନିଷକୁ ଗ୍ରହଣ କରିବି। ଏ ଭୌତିକ ଜଗତ ଆମକୁ ବହୁତ ପ୍ରସ୍ତାବ ଦବ, ହେଲା ଏଇଟା ନୁହଁ ସେଇଟା କର, ସେଇଟା କଲେ ସେଇଟା ଭଲ ହବ, ସେଇଟା କଲେ ସେଇଟା ତାଠୁ ଅଧିକ ଭଲ ହବ। ତେଣୁ ଯୋଉ ଦ୍ୱନ୍ଦ ଅଛି, ଏ ଦ୍ୱନ୍ଦ ପୁଣି ଟିକେ ବିକୃତ ଆକାରର, ସେ ସରଳ ରୂପରେ ମାନେ କପଟତା କରିକି, କେମିତି ନା ଏନଭିୟସନେସ, ଈର୍ଷା, ଦ୍વેଷ, କାମନା, ବାସନା ଏସବୁ ରଖିକି ତା ଆଧାରରେ ସେ ଦ୍ୱନ୍ଦାତ୍ମକ ସ୍ଥିତିକୁ ପ୍ରସ୍ତୁତ କରେ। ତ ସେଠୁ ଆମ ମୁକ୍ତ ହବାର ଅଛି, କାହିଁକି ନା ଜୀବନଟା ସରଳ, ସରଳ ଜୀବନ ଉଚ୍ଚ ବିଚାର। ଆଉ ସନ୍ଦେହରୁ ମୁକ୍ତ ହବାର ଅଛି। ସନ୍ଦେହ କଣ, ବେଳେବେଳେ ଆମେ ସନ୍ଦେହ କରନ୍ତି ମୁଁ ଯୋଉ ଭକ୍ତି କରୁଛି ତ କିଛି ମିଳିବ। ତ କୃଷ୍ଣ ଏକାନ୍ତ ଆଶ୍ରୟ, ତ କୌଣସି ନିଃସନ୍ଦେହ ଭାବରେ ଆମେ ଭଗବାନଙ୍କର ଭକ୍ତିକୁ ଗ୍ରହଣ କରିବା ଦରକାର। ଆଉ ମନକୁ ସବୁବେଳେ ଅନ୍ତର୍ମୁଖୀ କରିବା ଦରକାର। ଆମେ ସବୁ କାମ କରୁଥିବା କିନ୍ତୁ ଅନ୍ତର୍ମୁଖୀ ହବା ଦରକାର। ଯେ ପର୍ଯ୍ୟନ୍ତ ଆମେ ଅନ୍ତର୍ମୁଖୀ ହେଇନେ, ସେ ପର୍ଯ୍ୟନ୍ତ ଆମେ ଶରୀର ଚେତନାରେ କାମ କରୁଛେ, ଯେ ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ଆମେ ସୁଖୀ କେମିତି ହବା। ତେଣୁ ସେଥିପାଇଁ ଆଉ ଭଗବାନଙ୍କର ଭକ୍ତମାନେ ଯୋଉମାନେ ଯୋଗ ଯୁକ୍ତ ଥାଆନ୍ତି, ସେମାନେ ଅନ୍ୟର ଉପକାର ପାଇଁ ସେମାନେ କର୍ମ କରନ୍ତି। ତ ଏଇଟା ବହୁତ କଷ୍ଟ, ତଥାପି ଭଗବାନ ଆଶ୍ୱାସନା ଦିଅନ୍ତି। ଭଗବତ ଗୀତା ଭାଗବତମରେ ଭଗବାନଙ୍କର ଆଶ୍ୱାସନା ଗୋଟିଏ ମାତ୍ର ଜିନିଷ ଯୋଉଟାରେ ଭକ୍ତମାନେ ବହୁତ ଆନନ୍ଦିତ ଅନୁଭବ କରନ୍ତି। ଏତେ ସଂସାରର ଜ୍ୱାଳା ଥିଲେ ମଧ୍ୟ ଭଗବାନଙ୍କର ଆସ୍ୟୁରାନ୍ସ ଭକ୍ତ ପ୍ରତି ସବୁବେଳେ ତା ହୃଦୟକୁ ପ୍ରଫୁଲ୍ଲିତ କରିକି ରଖେ। ତ ସମାଜରେ ଆମେ ଶୁଣୁଛେ ବହୁତ ଲୋକ ସେବା ବି କରୁଛନ୍ତି। ଆମେ ଯେତେବେଳେ କହିଲେ ଅନ୍ୟର ଉପକାର କରିବା ଦରକାର, ସମାଜ ସେବା ବିଶେଷ କରିକି ଆଜିର ସମୟରେ କି ଶରୀରର ଆବଶ୍ୟକତାକୁ ପୂର୍ଣ୍ଣ କରିବାର କିଛି ବ୍ୟବସ୍ଥା ଥାଏ, କିନ୍ତୁ ବାସ୍ତବରେ ଜଣକୁ ଯେତେବେଳେ ଆମେ କୃଷ୍ଣ ଚେତନଶୀଳ କରାନ୍ତି, ସେ ବାସ୍ତବରେ ସବୁଠାରୁ ଜନମଙ୍ଗଳ କାର୍ଯ୍ୟ ଭିତରେ ସବୁଠୁ ଉତ୍ତମ। କାହାକୁ ଆମେ କପଡା ଦେଇଦେଲେ, ଖାଇବା ପାଇଁ ଦେଇଦେଲେ, ରୁଟି କପଡା ମକାନ ସବୁ ଜିନିଷ ଦେଲେ ତ ନିଶ୍ଚୟ ଭାବରେ କିଛି ସାହାଯ୍ୟ ହେଲା, ତାହା ପ୍ରୋତ୍ସାହିତ କରିବା ଦରକାର। କିନ୍ତୁ ତାଠୁ ସବୁଠାରୁ ଉତ୍ତମ କାର୍ଯ୍ୟ, ଜନମଙ୍ଗଳ କାର୍ଯ୍ୟ କଣ, ଜଣଙ୍କୁ କୃଷ୍ଣ ଚେତନଶୀଳ କରାଇବା। ଯେତେବେଳେ ଆମେ ଜଣକୁ ଭକ୍ତି ମାର୍ଗରେ ଆଣିନେ, ସେ ପର୍ଯ୍ୟନ୍ତ ହବନି। କାହିଁକି ନା ଯୋଉମାନେ ପରୋପକାର କରନ୍ତି, ଆମକୁ ବାହ୍ୟ ଦୃଷ୍ଟିରେ ସେମାନେ ବହୁତ ଉନ୍ନତ ଶ୍ରେଣୀର ଲାଗନ୍ତି, କିନ୍ତୁ ସେମାନେ ନିଜକୁ କଣ ଭାବନ୍ତି, we are the generator of compassion। ଆମେ ଏ ଯୋଉ ଦୟାର ମନୋଭାବକୁ ଆମେ ସଂସାରକୁ ପ୍ରେରଣ କରୁଛେ, କିନ୍ତୁ ବାସ୍ତବରେ କୃଷ୍ଣ ହିଁ ଆମର ଉଦ୍ଧାର କରିବା ପାଇଁ ଆମ ଉପରେ ଦୟା କରନ୍ତି। ତେଣୁ ଯିଏ ତାହେଲେ ଉପକାର କରୁଥିବ, ପରୋପକାର କରୁଥିବ, ତା ପାଖରେ ଭଗବାନ ହବାର ମନୋଭାବ ଥିବ। ସେ କହି ନପାରେ ମୁଁ ଭଗବାନ ବୋଲି, କିନ୍ତୁ ତାର ଚରିତ୍ର ସେଇଭଳିଆ ହେଇଥାଏ। ତେଣୁ ଆମେ ସତର୍କ ରହିବା ଦରକାର। ତେଣୁ ନିଶ୍ଚୟ ଭାବରେ ଆମ ସମାଜରେ ବଞ୍ଚୁଛେ, ଫିଜିକାଲ କମ୍ଫର୍ଟ କି ଇମୋସନାଲ ସପୋର୍ଟ କି ଭଲ ସମ୍ପର୍କ, ଏ ଜିନିଷ ଭଲ, କିନ୍ତୁ କୃଷ୍ଣ ଭକ୍ତି ସର୍ବୋତ୍ତମ। ତାପରେ ଆମେ ଶୁଣିଲେ ପ୍ରାୟ 26 ନମ୍ବର ଶ୍ଲୋକ ଆଡକୁ ଶୁଣିଲେ କି ଆମକୁ କ୍ରୋଧ ଆଉ ଇଚ୍ଛାରୁ ମୁକ୍ତ ହବାର ଅଛି। ଯେତେ ଆମେ ନିଜକୁ ସେଲ୍ଫ ଡିସିପ୍ଲିନ କରିବା, ଶୃଙ୍ଖଳାରେ ବାନ୍ଧି ହବା, ତାହେଲେ କଣ ହବ, ଧୀରେ ଧୀରେ ଆମର ପ୍ରୟାସ ପୂର୍ଣ୍ଣତା ଆଡକୁ ଆମକୁ ନେଇକି ଯିବ। ତେଣୁ ଧୀରେ ଧୀରେ ଆମେ ଏ ଭଗବାନଙ୍କର ଭକ୍ତିରେ ଧୀରେ ଧୀରେ ଆମେ ସ୍ୱାଦ ବି ପାଇବା, ଆଉ ଲକ୍ଷ୍ୟ ଆଡକୁ ବି ଯାଇପାରିବା। ଭଗବାନଙ୍କର ଆସ୍ୟୁରାନ୍ସ ଅଛି। ତେଣୁ କେମିତି ଆମେ ସବୁ କାର୍ଯ୍ୟ କରିବା ପରେ ମଧ୍ୟ କେମିତି ଆମେ ବହୁତ ଇଫେକ୍ଟିଭଲି ଆମେ ଇନ୍ଦ୍ରିୟ ମାନଙ୍କୁ ନିୟନ୍ତ୍ରଣ କରିକି କୃଷ୍ଣଙ୍କ ସେବାରେ ଲଗେଇବା, କେମିତି ଆମେ ଭଗବାନଙ୍କର ଭଲ ଭକ୍ତି କରିବା। କାହିଁକି ନା ଆମ ଭିତରେ ଯେତେବେଳେ ଭଗବାନଙ୍କର ଉପରେ ଆମେ ଧ୍ୟାନ କରିବାର ସମସ୍ତ ମାନେ ଗୋଟେ ଟାଇମ ଆସିବ, ଯୋଉ ଟାଇମରେ ଆମେ ସବୁ କାମ କରୁଥିଲେ ମଧ୍ୟ ଆମର ମନ ଗୋଟିଏ ଆଡକୁ ଥିବ କି ମୁଁ କୃଷ୍ଣଙ୍କ ଉପରେ ଧ୍ୟାନ କରିବି, କୃଷ୍ଣଙ୍କର ପାଦ ପଦ୍ମକୁ ଧ୍ୟାନ କରିବି, ଭଗବାନଙ୍କ ଚେତନାରେ ସେ ରହିବ। ସେତେବେଳେ ତାର ହୃଦୟରେ ଥିବା ମାନେ ଯୋଉ ଡିପ୍ ରୁଟେଡ ମେଟେରିଆଲ ଡିଜାୟାର, ସେଟା ତାର ମୂଳୋତ୍ପାଟନ ହବ। ପ୍ରପାତ ଉଦାହରଣ ଦଉଛନ୍ତି କଣ, କଇଁଚ କିମ୍ବା ମାଛ କିମ୍ବା ପକ୍ଷୀ, ତ ଏମାନେ ଯେମିତି ତାଙ୍କର ପିଲାମାନଙ୍କୁ ବଢାନ୍ତି, ସେମିତି ଭଗବାନ ଆମ ଠାରୁ ବହୁତ ଦୂରରେ ଅଛନ୍ତି। ଭଗବାନ ଦୂରରେ ଅଛନ୍ତି, ଭଗବାନ ତମ ହୃଦୟରେ ଅଛନ୍ତି। ଦୂରରେ ଅଛନ୍ତି କଣ, ଆମେ ଏପର୍ଯ୍ୟନ୍ତ ଭଗବାନଙ୍କ ସାଙ୍ଗରେ ଭଗବାନଙ୍କ ଯୋଉ ଉଦ୍ଦେଶ୍ୟ ଅଛି, ସେ ଉଦ୍ଦେଶ୍ୟ ସାଙ୍ଗରେ ଆମେ କଣ ନିଜେ ଗତିମାନ ହେଇପାରୁନେ, ଭଗବାନ ଆମର ସେଠି ଦୂରରେ ଅଛନ୍ତି। ତେଣୁ ଭଗବାନ ଗୋଲୋକ ନାମ୍ନି ନିଜ ଧାମନି ତଳେଚ ତସ୍ୟ, ଭଗବାନ ଗୋଲୋକ ବୃନ୍ଦାବନ ରହୁଛନ୍ତି, କିନ୍ତୁ ଭଗବାନଙ୍କର ଆଶୀର୍ବାଦରେ ଆମେ କଣ କରିପାରିବା, ଏଇ ଭକ୍ତ ମାନଙ୍କ ସମାଜକୁ ପ୍ରାପ୍ତ ହଉଛେ। ଡିଭୋସନ ରିଡ୍ୟୁସ ଡିଷ୍ଟାନ୍ସ ବିଟୱିନ ଡିଭୋଟିଜ। ଭଗବାନଙ୍କର ଭକ୍ତି କଲେ ଭକ୍ତ ମାନଙ୍କ ଭିତରେ ହୃଦୟରେ ଯୋଉ ଦୂରତା ଅଛି କମିଯାଏ।
भगवान भक्त मान दूरता कमिले भगवान भक्त मान दूरता भी कमे भक्त मान भीतर दूरता जो कम भगवान आ भक्त मान भीतर दूरता कमिज भगवान कृष्ण आमर हृदय सबुठारु पाखरे अच्छा तेणु गोटे भौतिकवादी लोक से भगवान बहुत दूर किंतु जहाँ पाखे अनुभव अच्छी हाँ जे ये ज्ञान को हृदयंगम करने चाहती भगवान पाखरे अच्छा तो तापर भगवान ये पंचम अध्याय कहवे कि आमको कौन कराया अच्छी कि यही जो सब किसी आम मुख्य माने मुक्ति आड़ को जाऊे से मुक्ति अष्टांग योग मध्यम पाइपर प्रभुपाद किंतु कहती कि अष्टांग योग टिके डिफिकल्ट है तेणु कृष्ण चेतन हवा या सबुठार उत्तम विचार तेणु आम आमर स्थिति को बुझा दरकार कि आम कृष्णकर नित्य सेवक तेणु भगवान सेवा करने आम निजक प्रस्तुत करवा दरकार कौन सी परिस्थिति अष्टांग योग ठीक अच्छी भगवान ये 6 नंबर अध्याय बुझेबे तो भगवान तापर कहवे कि 3टा फर्मुला अच्छी मैंने गोटे फर्मुला अच्छी शांति आम केमती पाई परिबा तो सेठी कहवे कि जो आम जानवे कि भगवान कौन कि सुप्रीम एंजॉयर भगवान भुक्ता मुक्तारं जज्ञ तपसां सर्वलोक महेश्वरं श्रुतम सर्वभूतानां ज्ञानतामां शांति रुच्यते भगवान हेले कौन परम भुक्ता तेणु आम जो कन्भिन्स भगवान परम भुक्ता भगवान सबुठार अधिक सुहृद दयावान भगवान सर्वलोक महेश्वर भगवान कौन सी लोक को दंड भी विधान करते तथापि भगवान सुहृद कहीं भगवान क्या दंड प्रदान कले किंबा क्या आशीर्वाद देले दुईटारे जनकर उद्धार भी हुए तेणु जो आम यही स्पिरिचुअल प्लेटफॉर्म रे रहीकि आम कौन कार्य करवा घरे रोचे कौन कार्य करवा से आम तार लक्ष्य को धार्य करवा दरकार अत पुंबे तुझे सृष्ट वर्णाश्रम विभाग संसिद्धिर हरितोषण भगवान प्रीति आम सब किसी कार्य करवा दरकार तेणु आम केमी सुखी हवा शांति केमती पाइबा जो आम भगवान को शांति प्रदान करवा भगवान आमर भक्ति रे आश्वस्त हेले भगवान आमको आशीर्वाद प्रदान करेंगे भगवान उद्देश्य आम समस्त भक्ति करते भगवान आमर भक्ति रे आश्वस्त होती भगवान आमको आशीर्वाद प्रदान करेंगे जमती गोटे मिरर अच्छी दर्पण रे आम निजक सजाऊे जो दर्पण भितर जी व्यक्ति अच्छी से भी सुसज्जित होके आसे तेणु आम जो आमर आत्मार दर्पण अर्थात आम परमात्मा को जो आम भक्ति करवा से आम सुंदर भाव में आम रहीपर शांति रहीपर प्रपात कहते गचर मूल पानी देवाई भगवान निश्चय भाव में सुहृद आमती अर्जुन अर्जुन चाहू नुले युद्ध क्षेत्र में क्या हत्या करने कृष्ण किंतु कहले तुम हत्या कर जे शांति पीस लवर जे थी से कौन भाव कि कृष्ण उस्कैले वास्तव वास्तव कौन वास्तव शांतिटा कौन सी कौन सी शत्रु मान हत्या कर न था वास्तव कौन थाए शांति कौटी थाए कृष्ण को समस्त हृद बोली अनुभव करवा से वास्तव शांति थाए कृष्ण मारो भी रखो भी जो इच्छा तुम्हार तो कृष्ण क्या मारी पारती सुरक्षा प्रदान कर पारती दीटारे जनकर मंगल हुए यही चेतना जन किए आश्वस्त अच्छी सी शांति रहीपर न लगे भाई भगवान एमती कले उस्कईदे युद्ध कले तेणु देख गोटे पापी व्यक्ति ताकू छाड़ीदवा किसी अधिक पाप कर अपेक्षा से जीव को किसी गोटे रिजनेबल पनिशमेंट देकी मुक्त करदेवा दुईटार कौटा भल सेकेंड ऑप्शन टा भल तेणु जमी गोटे सर्जरी क्या हॉस्पिटल रे सर्जरी कराऊँगी डॉक्टर ठीक करने ऑपरेशन ऑपरेशन टे कष्ट किंतु से भल हो तेणु से जी भगवान बहुत दिव्य गुण को सी जाने कि कृष्ण परम भुक्ता कृष्ण सब सर्वलोक महेश्वरम सर्वलोक महेश्वरम केमती बलि महाराज से त्रिलोक अधिपति होते किंतु बटु बामन आसिले समस्त ऐश्वर्य को हरण कले सब किसी प्रदान भी कले 3टी वर देले कि तुम्हें सुतल लोक राजा होकर रु तुम द्वारपाल होकर रही तुम्हें पर इंद्रपद प्राप्त हम तेणु भगवान त्रिलोक जो पाद पद्म थिला बटु बामन होकर आसते 3टा लोक को से अधिकार करने तेणु भगवान सर्वलोक महेश्वर
भगवान समस्तଙ୍କର सुहृद ହେଲା। ତେଣୁ ଭଗବାନଙ୍କର ଏଇ ପୁରା ଭଗବାନଙ୍କର କଥାରେ ଟିକେ ପୂର୍ଣ୍ଣ ବିଶ୍ୱାସ ଆଣି ପାରୁଛନ୍ତି ସେ ବ୍ୟକ୍ତି ନିଶ୍ଚୟ ଭାବରେ ଭାଗ୍ୟବାନ। ଆଉ ସେଇ ବ୍ୟକ୍ତି ଧୀରେ ଧୀରେ ଯେତେବେଳେ କୃଷ୍ଣ ଚେତନିଷ୍ଠ ହେବା ପାଇଁ ପ୍ରୟାସ କରନ୍ତି ତ ଭଗବାନ ତାଙ୍କୁ ସାହାଯ୍ୟ କରନ୍ତି। ଆମେ ଶୁଣୁଥିଲେ ଏ ଯେତେବେଳେ ଗୋଟେ ଲୋକ କୃଷ୍ଣ ଭାବନାମୃତ ହୁଅନ୍ତି ହବା ପାଇଁ ପ୍ରୟାସ କରନ୍ତି ତ ଭଗବାନ ସେତେବେଳେ ଆଲର୍ଟ ହେଇଯାଆନ୍ତି। ଭଗବାନ ଆହୁରି ଯତ୍ନ କରନ୍ତି କେମିତି ସେ ଲୋକ ଭଲ ଭକ୍ତି କରିବ ହେଲା। କିନ୍ତୁ ଯେତେବେଳେ ଗୋଟେ ଲୋକ ମାୟାରେ ପଡିବାକୁ ଚାହାନ୍ତି ତ ମାୟା ତାଙ୍କୁ ଆହୁରି କଷ୍ଟ ଦିଏ। ତେଣୁ ଆମେ ଲାଭରେ ରହିବା ଦରକାର। ତେଣୁ ଓକେ, ତ ବହୁତ ସମୟ ହେଇଗଲାଣି। ତେଣୁ ତ ଏଇଟା ପ୍ରାୟ 5 ନମ୍ବର ଅଧ୍ୟାୟ 3 ନମ୍ବର ଅଧ୍ୟାୟରେ ଆମେ କଣ କଣ ଟିକେ ଡିଫରେନ୍ସ ହେରିକା ଶୁଣିଲେ। ତେଣୁ ସମସ୍ତଙ୍କୁ ଅନୁରୋଧ ସମସ୍ତେ ଜିନିଷ ଭକ୍ତିଟା ବୁଝନ୍ତୁ ହେଲା। ଆଉ ଯେତେ ଆମେ ସେସନ ଆଟେଣ୍ଡ କରିବା ଯେତେ ଆମେ ନିଜକୁ ସତର୍କ କରିବା ଟିକେ ସକ୍ରିୟ ରଖିବା ଭକ୍ତି ମାର୍ଗରେ ସେତେ ଆମ ପାଇଁ ସହଜ ହବ ଭକ୍ତିକୁ ବୁଝିବା ପାଇଁ। ଯେତେ ଆମେ ଛାଡି ଛାଡି ଯିବା ସେତେ ଆମକୁ କଷ୍ଟ ରହିବ। କାହାର କିଛି ପ୍ରଶ୍ନ ଅଛି? କୋଉ ଜିନିଷଟା କାହାର କିଛି ବୁଝି ହେଲାନି? ମୁଁ ଆଜି କିଛି ପଢେଇନି, ମୁଁ ଭାବୁଥିଲି ଧ୍ୟାନ ଯୋଗ ଶୁଣିବା ପାଇଁ। ତ କାଲି ଆମେ ଶୁଣିବା ଧ୍ୟାନ ଯୋଗ ହେଲା। ତ ଷ୍ଟିଲ୍ ଯଦି କାହାର କିଛି ପ୍ରଶ୍ନ ଅଛି କୌଣସି ବିଷୟରେ ମାନେ ପଚାରି ପାରିବ। ସମସ୍ତେ ପଚାରିବା ଦରକାର। ନ ପଚାରିଲା ପର୍ଯ୍ୟନ୍ତ ଆମ ବାବା ସବୁ ବୁଝିଗଲେ କି ଆମେ କେତେବେଳେ ନୋଟ କରି ରଖିଲେ ହେଇ ରହିଗଲା ସେମିତି। ଆମେ କନଭିନ୍ସ ହବା ଦରକାର କି ଏଇଟା ଏଇ ଜିନିଷ ଫାଷ୍ଟ ଆମେ ଜାଣିବା ଦରକାର କି ଏ ସବୁ ଜିନିଷ ଅଛି ବୋଲି ନା। ତେଣୁ ବହୁତ ସମୟରେ ଲୋକ ଜାଣିଲା ପରେ ବି ଭୁଲ କରନ୍ତି। ଜାଣିଲା ପରେ ବି ଆଉ ଭକ୍ତି କରିପାରନ୍ତିନି। ବହୁତ ସମୟରେ ଏମିତି ଥାଏ। କିନ୍ତୁ ତମେ ଜାଣିବା ଦରକାର। ଯେତେବେଳେ ନ ଜାଣିଛେ ସେ ପର୍ଯ୍ୟନ୍ତ ଆମେ ଆଉ କଣ କରିବା? ଅଜ୍ଞାନତା ଅଜ୍ଞାନ ଅନ୍ଧକାର ଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଲାକୟା କୁହାଯାଏ। ଜ୍ଞାନର ଅଞ୍ଜନ ଜ୍ଞାନ ଦୀପେନ ଭାସ୍ୱତା। ଜ୍ଞାନର ଅଞ୍ଜନ ଜ୍ଞାନ ଦୀପରେ ଆମେ ହୃଦୟର ଅଜ୍ଞାନତାକୁ ଦୂର କରିବା ଦରକାର। ତ ଭଗବତ ଗୀତା ଭାଗବତମ ଏସବୁ ଜିନିଷ ଆମ ଜୀବନର ଗୋଟିଏ ମାତ୍ର ଧ୍ୟେୟ ଲକ୍ଷ୍ୟ ହବା ଦରକାର। ଆକୁ ଜାଣିକି ଆମ ଜୀବନ ଚରିତ୍ରରେ ଉତ୍ତୀର୍ଣ୍ଣ କରେଇବା। କାହାର କିଛି ପ୍ରଶ୍ନ ଅଛି? ହରେ କୃଷ୍ଣ। କ୍ରୋଧ ଯୋଉ ଇଚ୍ଛାର ମୁକ୍ତିଟା ଆଉଥରେ କ୍ରୋଧର ଇଚ୍ଛାରେ ଜଣେ କେମିତି ମୁକ୍ତି ହେଇପାରିବ? କ୍ରୋଧ ଇଚ୍ଛା ହଁ କ୍ରୋଧ ଇଚ୍ଛା କଣ ହେଲା? କେମିତି ଜଣେ ମୁକ୍ତି ହେଇପାରିବ ଯୋଉ ଭୌତିକ ଇଚ୍ଛା ତ ଭୌତିକ ଇଚ୍ଛା ଆଉ କ୍ରୋଧ ଲଷ୍ଟ ଆଙ୍ଗର ଗ୍ରିଡ ଏ ତିନିଟା ତାକୁ ଲ୍ୟାଗ LAG ଲଷ୍ଟ ଆଙ୍ଗର ଗ୍ରିଡ। ଲ୍ୟାଗ ମାନେ ଆମେ ଆମ ପ୍ରଗତିରେ ପଛରେ ପଡିଯିବା। ଆମକୁ ସେ ପାଇଁ କୁହାଯାଏ ତିନିଟା ନର୍କର ଦ୍ୱାର। ଯୋଉ ଭୌତିକ ଇଚ୍ଛା ଅଛି ତ ଏ ସଂସାରକୁ ମୁଁ ଭୋଗ କରିବା ପାଇଁ ହେଲା। ଆମେ କାହିଁକି ବେଳେ ବେଳେ ପାଠ ପଢନ୍ତି ଭଲ ଚାକିରି କରିବା ଘର ସଂସାର କରିବା ବିଭିନ୍ନ ପ୍ରକାର ସବୁ ଇଚ୍ଛା ଆମର ଥାଏ। ଏ ଭୌତିକ ଇଚ୍ଛା କିମ୍ବା କ୍ରୋଧ ଏ ଦିଟାକୁ ଜୟ କରିବା ପାଇଁ ସହ୍ୟ କରିବା ପାଇଁ ଆମକୁ କଣ କରିବାକୁ ପଡିବ? ବୁଝିବାକୁ ପଡିବ ପ୍ରଥମେ କି ଯାହାବି ଏବେ ଜଗତରେ ଆମକୁ ସୁଖ ମିଳୁଛି ସେ ସୁଖ ଟା ଏକ ତ ମେଟେରିଆଲ। ମେଟେରିଆଲ ମାନେ କଣ? ଏହା ଆମକୁ ଅଶୁଦ୍ଧ କରିଦବ। ସେକେଣ୍ଡ ହେଲା ଏଇ ସୁଖ ଟା କଣ ବହୁତ କମ ସମୟ ପାଇଁ। ଭୋଗ ତ୍ୟାଗ ଚପଳ ସୁଖ ଏ ଭୌତିକ ଜଗତର ସୁଖର ଏଇଟା କ୍ୟାରେକ୍ଟରିଷ୍ଟିକ। ଭୋଗ ତ୍ୟାଗ ଚପଳ ସୁଖ। ତେଣୁ ବହୁତ କମ ସମୟ ପାଇଁ ସୁଖ ଆମେ କେମିତି ଭୋଗ କରିବା? ଆମର ମାନେ ଇନକମ୍ପାଟାବିଲିଟି। ଆମର ଆତ୍ମା ଆମେ ଆତ୍ମା ଆତ୍ମାର ସ୍ୱରୂପ ହେଲା ଆନନ୍ଦମୟ। ତ ଯାହାବି କାର୍ଯ୍ୟ କରିବ କାର୍ଯ୍ୟ ସେ କରିବ ସବୁବେଳେ କାର୍ଯ୍ୟ ତାର କାର୍ଯ୍ୟ କ୍ଷମତା ଅଛି ସକ୍ରିୟତା ଅଛି କାମ କରିବ। କିନ୍ତୁ ସେଥିରେ ତାକୁ ଆନନ୍ଦ ମିଳୁଥିବା ଦରକାର। ଆନନ୍ଦ ଟା ନିରନ୍ତର ଗୁଣ ପ୍ରାପ୍ତ ହବା ଦରକାର। ସବୁବେଳେ ଆନନ୍ଦ ରହିବା ଦରକାର। କିନ୍ତୁ ଆମେ ଯେତେବେଳେ ଶରୀର ସ୍ଥିତିରେ କୌଣସି କାର୍ଯ୍ୟ କରନ୍ତି ଭୋଗ କରିବା ପାଇଁ ଶରୀରଟା ତ କ୍ଷୀଣସ୍ଥାୟୀ। କେତେ ଦିନ ଆମେ ସୁଖ ଭୋଗ କରିବା ମଲା ପର୍ଯ୍ୟନ୍ତ? ସେ ପୁଣି ହବନି। ଛୋଟବେଳୁ ଆମେ ଖେଳିକୁଦିକି ଆସିଲେ ପାଠ ପଢା ପ୍ରେସର ଏତେ ଅଛି ଆମେ କୋଉଠି ହସି ପାରୁନେ। ପରୀକ୍ଷାରେ ପାସ୍ ଫେଲ ଅଛି ଏଠି ବି ହସି ପାରୁନେ। ପାଠ ପଢିଆ ଚାକିରି କଲା ପରେ କାହାର ଅଧୀନରେ କାମ କରିବା ବହୁତ କଷ୍ଟଦାୟକ। ତାପରେ ଜୀବିକା ଅର୍ଜନ କରିବା ଘର ସଂସାର ଚାଲିବା ଚଳେଇବା ଏସବୁ ଜିନିଷ ବହୁତ କଷ୍ଟଦାୟକ। ହସିବ କେତେବେଳେ? ଆନନ୍ଦିତ କେତେବେଳେ ହବ? ତେଣୁ ଏ କ୍ଷଣିକ ଆନନ୍ଦ ବାସ୍ତବ ଆନନ୍ଦ ନୁହେଁ। ଆନନ୍ଦର ଗୋଟେ କ୍ୟାରେକ୍ଟରିଷ୍ଟିକ ହେଲା କଣ? ଏଟା ନିରନ୍ତରତା ପ୍ରାପ୍ତ ହୁଏ।
ତେଣୁ ଯଦି ଜାଣେ କିମ୍ବା କ୍ରୋଧରୁ କେମିତି ମୁକ୍ତ ହବ, ଜୀବନର ମୂଲ୍ୟକୁ ବୁଝିଲେ। କ୍ରୋଧ କୃଷ୍ଣ କର୍ମାର, କ୍ରୋଧ କୃଷ୍ଣ ଦ୍ୱେଷୀ ଜଣେ। ଯୋଉ ଯୋଉ ଜିନିଷ ଗୁଡ଼ା ଆମେ ଆମ ଭିତରେ କ୍ରୋଧ ଅଛି, କୌଣସି ଇଚ୍ଛା ଆମେ ପୂର୍ତ୍ତି କରିପାରିଲେନି, ତେଣୁ ଆମକୁ କ୍ରୋଧ ଆସିଲା। କ୍ରୋଧ ବ୍ରହ୍ମଚଣ୍ଡାଳ। ତେଣୁ ଏ କ୍ରୋଧ ବଳରେ ଆମେ କିଛି ଭୁଲ ନିଷ୍ପତ୍ତି ନିଅନ୍ତି। ତେଣୁ ତା ଅପେକ୍ଷା ଜୀବନର ମୂଲ୍ୟଟା ବୁଝିବା ଦରକାର। କାର୍ଯ୍ୟର ପରିଣାମ ଆମ ହାତରେ ନାହିଁ, ଯେତେବେଳେ ବିପରୀତ ପରିଣାମ ଆମକୁ ପ୍ରାପ୍ତ ହୁଏ କିମ୍ବା କୌଣସି କାର୍ଯ୍ୟ ଆମେ ମାନେ ପ୍ରାପ୍ତ କରିପାରନ୍ତିନି ଯାହା ବି ଆମେ ଇଚ୍ଛା କରିଥାନ୍ତି, ଯେତେବେଳେ କ୍ରୋଧ ଆସେ। କିନ୍ତୁ ତାର ମେକାନିଜିମ ଯେତେବେଳେ ଆମେ ବୁଝିବା, ସେତେବେଳେ ଆମକୁ ସହ୍ୟ କରିବାର ଭଲ ପ୍ରୋତ୍ସାହନ ମିଳିବ। ତେଣୁ କ୍ରୋଧ ଆଉ କାମ, ଲୋଭ ଏସବୁରେ ଆମକୁ ଟିକେ ସହ୍ୟ କରିବାକୁ ପଡିବ। ଟେମ୍ପଟେସନ ଏସବୁ ଜିନିଷ ହେଲା ଆମକୁ ଉସ୍କେଇ ଦବ ହେଲା। ତେଣୁ ଆମେ ସହ୍ୟ କରିବା ପାଇଁ ଗୋଟିଏ ପ୍ରୋତ୍ସାହନ କି ଜୀବନର ଗୋଟିଏ ମାତ୍ର ଲକ୍ଷ୍ୟ ଅଛି, କୃଷ୍ଣଙ୍କୁ ପ୍ରାପ୍ତ କରିବା। କଣ ମୋର କ୍ରୋଧ କୃଷ୍ଣଙ୍କୁ ପସନ୍ଦ ଆସିବ, କୃଷ୍ଣଙ୍କର ସେବାରେ ମୁଁ କ୍ରୋଧକୁ ନିୟୋଜିତ କରୁଛି ନାହିଁ, ହେଲେ କ୍ରୋଧ କରିକି ଶକ୍ତି ଆଉ ସମୟର ଅପଚୟ କାହିଁ କରିବି। ବୁଝିହେଲା ଟିକେ? ହରେ କୃଷ୍ଣ। ଆଉ କଣ ପ୍ରଶ୍ନ ଅଛି? ଓକେ, ଠିକ ଅଛି। ସମସ୍ତେ ବେଳେବେଳେ ଆମେ କିଛି ଯେତେବେଳେ ନ ବୁଝିଥାନ୍ତି, ସେତେବେଳେ ଆମ ମନରେ କିଛି ପ୍ରଶ୍ନ ବି ଆସେନି। ତେଣୁ ଚେଷ୍ଟା କରିବା ଦରକାର ବୁଝିବା ପାଇଁ, ତାକି ଯେତେବେଳେ ଅଥାତ ବ୍ରହ୍ମ ଜିଜ୍ଞାସା ଯେତେବେଳେ ଆମେ ଏନକ୍ୱାରି କରିବା, ସେତେବେଳେ ଆମେ ନିଶ୍ଚୟ ଭାବରେ ଜାଣିବା କି ହଁ ଆମର ପ୍ରଗତି ହଉଛି। ଷ୍ଟାଗ୍ନାଣ୍ଟ ରହିଯିବା ନାହିଁ, ସ୍ଥିର ହେଇକି ରହିଗଲେ ସବୁବେଳେ ହବନି। ଆମକୁ ପ୍ରୟାସ କରିବାକୁ ପଡିବ, ବୁଝିବାକୁ ପଡିବ। ପ୍ରତ୍ୟେକ ଦିନ ପ୍ରୟାସର ମୂଲ୍ୟାଙ୍କନ କରିବାକୁ ପଡିବ। ମୁଁ ଆଜି ଯୋଉ ପ୍ରୟାସ କରିଥିଲି ସେଥିରେ ମୁଁ ଠିକ ହେଲା କି ନାହିଁ, କୋଉଠି ଜାଗାରେ ମୁଁ ଅଟକିଲି, କଣ ହେଲା, ସବୁଦିନ ମୂଲ୍ୟାଙ୍କନ କରିବାକୁ ପଡିବ ବିଶ୍ରାମ କରିବା ପୂର୍ବରୁ। ଆଉ ପ୍ରତ୍ୟେକ ଦିନ ପ୍ରତ୍ୟେକ ସକାଳରେ ଆମେ ନୂତନ ଉତ୍ସାହ ସାଙ୍ଗରେ ନେଇକି ଆମେ ଭକ୍ତି କରିବା ଦରକାର। କାରଣ ଏ ସମସ୍ୟା ଭୌତିକ ଜଗତର ସମସ୍ୟା, ସେ ସବୁବେଳେ ନିରବଚ୍ଛିନ୍ନ ହେଇକି ଅଛି ଯେପର୍ଯ୍ୟନ୍ତ ଆମେ ଶରୀର ଧାରଣ କରୁଛନ୍ତି। ଆମକୁ ଭକ୍ତି ଟା ନିରବଚ୍ଛିନ୍ନ କରିବାର ଅଛି। ତେଣୁ ସେଥିପାଇଁ ଆମକୁ ପ୍ରୟାସ ଟା ବହୁତ ଦୃଢ ଭାବରେ ନିଷ୍ଠାପର। ନିଷ୍ଠା ମାନେ ଯୋଉ ଜିନିଷଟା ଆମେ ଭୁଲ କରିଛେ ସେ ଜିନିଷଟାକୁ ରିପିଟ କରିବାନି। ତେଣୁ ଧ୍ୟାନ ପୂର୍ବକ ଆମେ ଯେତେବେଳେ ଭଗବାନଙ୍କ ଭକ୍ତି କରିବା, ଦୃଢ କାମନା ରଖିବା କି ମୁଁ ଭଗବାନଙ୍କର ଭକ୍ତ ହେବି, ଭଲ ଭକ୍ତଟେ ହେବି, ସେତେବେଳେ ଧୀରେ 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 ଆମ ଭିତରେ ଏଇ କ୍ରୋଧ କାମନା ଯାହା ଅନର୍ଥ ଗୁଡା ଧୀରେ ଧୀରେ ପ୍ରଶମିତ ହବ, କମିଯିବ। ଠିକ ଅଛି, ସମସ୍ତେ ଚେଷ୍ଟା କର 5 ନମ୍ବର ଅଧ୍ୟାୟ ପର୍ଯ୍ୟନ୍ତ ବୁଝିବା ପାଇଁ। କାଲି ଆମେ 6 ନମ୍ବର ଅଧ୍ୟାୟ ଶ୍ରବଣ କରିବା। हरे कृष्ण प्रभुपाद की जय, अनंत कोटि वैष्णव वृंद की जय, समवेत गौर भक्त वृंद की जय, गौर प्रमाण हरे कृष्ण।